नमस्ते संस्कृत जय कृष्ण चैतन्य प्रभु नित्यानंद श्री अद्वैत गदाधर श्रीवास श्री गौर हरे कृष्ण 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 हरे हरे राम राम। हरे कृष्ण। अखिल रस सिंधु भक्त वत्सल भक्त वंश कल्पतरु राशि विशिष्ट गोपी प्रांधन नंदन नंदन यशोदा नंदन भगवान श्री कृष्ण चंद्रकर अशेष महत् कृपा करुणारू ଏବଂ ଆମ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ ଆମ ସମସ୍ତଙ୍କର ପ୍ରିୟ ପରମ ପୂଜ୍ୟ ପରମାନନ୍ଦ ପାବନ ଜଗଦ୍ଗୁରୁ ଶିଲ ଅଭୟ ଚରଣାରବିନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ ଶିଲ ପ୍ରଭୁପାଦ ମହାରାଜଙ୍କ କୃପା କରୁଣାରୁ ଏବଂ ଆମ ସମସ୍ତ ଇସ୍କନ ସଂସ୍ଥାର ସମସ୍ତ ଗୁରୁ ଆଚାର୍ଯ୍ୟଙ୍କ କୃପାରୁ ଆମେମାନେ ଆମ ଜୀବନର ସର୍ବୋଚ୍ଚ ସିଦ୍ଧି କୃଷ୍ଣ ଭକ୍ତି ଏବଂ କୃଷ୍ଣ ପ୍ରେମ ପ୍ରାପ୍ତ ଉଦ୍ଦେଶ୍ୟରେ ଯେଉଁ ମହାନ ବ୍ରତରେ ବ୍ରତୀ ଅଛନ୍ତି ଏବଂ ଗ୍ରନ୍ଥରାଜ ଭାଗବତଙ୍କ ଆନୁଗତ୍ୟରେ ଉପାଦଙ୍କ ଆନୁଗତ୍ୟରେ ଆମେ ଏହି ପଥରେ ଆଗେଇ ଚାଲିଛନ୍ତି ଓ ଭଗବାନଙ୍କୁ ପ୍ରାର୍ଥନା କରୁଛି ଭଗବାନ ଆପଣମାନେ ସମସ୍ତେ କୃପା କରନ୍ତୁ ଯଥାଶୀଘ୍ର ଆପଣଙ୍କର ଲକ୍ଷ୍ୟ ସାଧିତ ହେଉ। ଏହି ପରିପ୍ରେକ୍ଷୀରେ ଆମମାନେ ଗ୍ରନ୍ଥରାଜ ଭାଗବତଙ୍କର ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ସ୍କନ୍ଧ କମ୍ପ୍ଲିଟ୍ କରିଛନ୍ତି ଏବଂ ଆଜି ଭକ୍ତି ବୈଭବ କୋର୍ସର ଅନଲାଇନ ଓଡ଼ିଆ ମାଧ୍ୟମରେ ମଡ୍ୟୁଲ 2 ଯାହା ଦ୍ୱାରା ଆମେ ଚତୁର୍ଥ ପଞ୍ଚମ ଏବଂ ଷଷ୍ଠ ସ୍କନ୍ଧର ଅଧ୍ୟୟନ ଆରମ୍ଭ କରୁଛନ୍ତି ଏବଂ ଏ ମଡ୍ୟୁଲ 2 ଶେଷ ହେବା ପରେ ଆପଣମାନେ ଭକ୍ତି ବୈଭବର ଡିଗ୍ରୀ ହାସଲ ବା ସାର୍ଟିଫିକେଟ ପାଇଲେ। କିଛି ସଂକ୍ଷିପ୍ତ ଟିପ୍ସ ଦଉଛି ଭକ୍ତି ବୈଭବ ମଡ୍ୟୁଲ 2 ପାଇଁ ଯେମିତି ଆପଣମାନେ ସବୁ ମଡ୍ୟୁଲ 1 କରିଥିଲେ এই ୟୁନିଟରେ 3ଟା ସ୍କନ୍ଧ ପାଠ କରାଯିବ এই ମଡ୍ୟୁଲରେ ଏବଂ ଗତ ମଡ୍ୟୁଲରେ ଯେପରି ଗୋଟିଏ ପ୍ରେଜେଣ୍ଟେସନ ଦେଇଥିଲେ এই ମଡ୍ୟୁଲରେ ବି ସେପରି ଗୋଟିଏ ପ୍ରେଜେଣ୍ଟେସନ ଦେବେ କ୍ଲାସର ମାନେ ପଢାର ମଝିରେ ବା ଲାଷ୍ଟ ସମୟରେ କହିବି ଏବଂ କ୍ଲୋଜ ବୁକ୍ ଏକ୍ଜାମ ଯେପରି ପ୍ରତ୍ୟେକ ୟୁନିଟର ଶେଷରେ ହଉଥିଲା ସେପରି ହବ ଏବଂ କଣ୍ଠସ୍ଥ ଶ୍ଲୋକ ପ୍ରାୟ 50ଟି ଦେବା ପାଇଁ ପଡିବ। ବର୍ତ୍ତମାନ ଆପଣଙ୍କୁ ବଙ୍ଗଳା ଏବଂ ଇଂଲିଶ ହ୍ୟାଣ୍ଡବୁକ୍ ଦିଆଯାଇଛି ମାନେ କିଛି ଭକ୍ତ ମାନେ ଇଂଲିଶରେ କମ୍ଫର୍ଟ ଅଛନ୍ତି ଆଉ କିଛି ଭକ୍ତ ଅଛନ୍ତି ଯେ ଓଡ଼ିଆ ବି ପଢି ପାରନ୍ତିନି ତେଣୁ ବଙ୍ଗଳା ଭାଷା ବଙ୍ଗଳା ପାଇଁ ଦିଆଯାଇଛି ସେ ହ୍ୟାଣ୍ଡବୁକ୍ ରେ ଆପଣ ମାନଙ୍କର କଣ୍ଠସ୍ଥ ଶ୍ଲୋକର ଲିଷ୍ଟ ସବୁ ଦିଆଯାଇଛି ଶ୍ରୀମଦ୍ ଭାଗବତମରୁ 24ଟି ଏବଂ ବ୍ରହ୍ମ ସଂହିତା ଗ୍ରନ୍ଥ ପୁରା 26ଟି ଶ୍ଲୋକ ଏବଂ ଅନୁବାଦ ଯେପରି ଆପଣମାନେ ପଠାଉଥିଲେ ଭିଡିଓ ରେକର୍ଡିଂ କରିକି ପଠେଇବେ ଏବଂ ଖୋଲା ବହି ପୁସ୍ତକ ବା ଓପନ ବୁକ୍ ଆସାଇନମେଣ୍ଟ ମଡ୍ୟୁଲ 1 ରେ 2ଟି କରି ଲେଖୁଥିଲେ କିନ୍ତୁ ମଡ୍ୟୁଲ 2 ରେ ଗୋଟିଏ କରି ଲେଖିବେ এইটা ଟିକେ ମାନେ ଟିକେ ହାଲକା ହେଇଛି ଏକ୍ସରସାଇଜ ପାଇଁ ଏହିପରି ଭାବରେ ଟୋଟାଲ ମାନେ ମଡ୍ୟୁଲ 2 ସେସନ ଚାଲିବ। କ୍ଲାସ ଟାଇମ ଏଇ ସକାଳ 6:30 ରୁ 8:30 ସୋମବାର ବୁଧବାର ଶୁକ୍ରବାର ରହିବ ଯଦି ମଝିରେ କୌଣସି ଫେଷ୍ଟିଭାଲ ବା କଣ ପଡେ ବା କୌଣସି ଟିଚରଙ୍କର କିଛି କୌଣସି କାର୍ଯ୍ୟ କିଛି କ୍ଲାସ ମଧ୍ୟରେ ଗୋଟେ ଦିଟା ବନ୍ଦ ହେଇପାରେ। ଏବେ ଆମେ ଚତୁର୍ଥ ସ୍କନ୍ଧ ଆରମ୍ଭ କରିବା। ଚତୁର୍ଥ ସ୍କନ୍ଧର ହେଡିଂ ପ୍ରପାତ ଲେଖୁଛନ୍ତି ଯେ ଆପଣ ମାନେ ପଢିଥିଲେ ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ଶ୍ଲୋକ ନମ୍ବର 1 ଯୋଉଟା ଆପଣଙ୍କର କଣ୍ଠସ୍ଥ ଶ୍ଲୋକ ଥିବ ଅତ୍ର ସର୍ବ ବିସର୍ଗଶ୍ଚ ସ୍ଥାନଂ ପୋଷଣଂ ଉତ୍ଥାନ ମନନ୍ତରେ ଈଶାନ ପଥ ନିରୋଧ ମୁକ୍ତିରେ ଆସେ। ଗ୍ରନ୍ଥରାଜ ଭାଗବତମ ଦ୍ୱାଦଶ ସ୍କନ୍ଧ କୋଉ ସ୍କନ୍ଧରେ ବିଶେଷ ଭାବରେ କଣ କଣ ଭକ୍ତିର ବିଶେଷ ଯାଜନ କରାଯାଉଛି ତାକୁ ଆଚାର୍ଯ୍ୟ ମାନେ ବିଭାଜନ କରିଛନ୍ତି ବିଶେଷ କରି ଚତୁର୍ଥ ସ୍କନ୍ଧକୁ ପ୍ରପାତ ମହାରାଜ ହେଡିଂ ଦେଇଛନ୍ତି ପୋଷଣ 10ଟି ତତ୍ତ୍ୱ ମଧ୍ୟରେ ପୋଷଣ ଏକ ତତ୍ତ୍ୱ ଏହି ବିଷୟରେ ଚତୁର୍ଥ ସ୍କନ୍ଧରେ ଆଲୋଚନା କରାଯାଇଛି। ପୋଷଣ ମାନେ କଣ? ପୋଷଣ ମାନେ ହଉଛି
भगवत भक्त मान प्रति भगवान अनुकंपा, भगवत भक्त मान प्रति भगवान विशेष अनुकंपा बा पुष्टि साधन। जदि यह आम विचार करवा पोषण तत्व आहरी अनेक स्कंदर अच्छा, अनेक बहुत जगार अच्छा, किंतु प्रभुपाद पर्टिकुलर चतुर्थ स्कंद को कहते हैं पोषण तत्व। कौन पाए कारण कौन यार पछर कौन कारण अच्छे? जमीक प्रभुपाद महाराज प्रथम स्कंद को कहले सृष्टि तत्व। एथर सृष्टि विषय यदि आप देखिए प्रथम स्कंदर टोटाल 19टा अध्याय सेकेंड चैप्टर 5-6टी श्लोक पाइबे लास्ट आड़ को, एवं तृतीय अध्याय आरंभ 5-6टी श्लोक पाइबे सृष्टि विषय। तो प्रभुपाद महाराज कहते प्रथम स्कंद पूरा सृष्टि यहीपरि भाव में नाम देवार पछर कारण कौन? जेहेतु श्रीमद भागवतम प्रथम टीकाकार ମାନେ महान आचार्य श्रीपाद श्रीधर स्वामी, श्रीधर स्वामीपाद यहीपरि भाव में विभाजन कर तेणुक चरण चिन्ह को प्रभुपाद महाराज फॉलो कर। तेणुक प्रभुपाद महाराज यहीपरि नामकरण कर। द्वितीय स्कंदर नाम रखिले स्थिति जगतर प्रकाश, तृतीय स्थान, यही नाम यहीपरि जो नामकरण कर सब प्रभुपाद महाराज श्रीधर स्वामी चरण चिन्ह को फॉलो कर। जीव गोस्वामी और विश्वनाथ चक्रवर्ती ठाकुर सिद्धांत टिके अलग एवं या पछर मत जुक्ति अच्छी। ଯେପରିକି ପ୍ରଥମ ସ୍କନ୍ଦ, ଦ୍ୱିତୀୟ ସ୍କନ୍ଦ, ତୃତୀୟ ସ୍କନ୍ଦରେ ସ୍ୱର୍ଗ ବିଷୟରେ କିଛି କିଛି ଆଲୋଚନା କରାଯାଇଛି। କିଛି କିଛି ମାନେ ଆପଣ ଯଦି କାଉଣ୍ଟ କରିବେ 8 ଥର ଆଲୋଚନା କରାଯାଇଛି। ତେଣୁ ତୃତୀୟ ସ୍କନ୍ଧକୁ ସୃଷ୍ଟି ତତ୍ତ୍ୱ କହିବା ଉଚିତ ହବ କି? ପୁଣି ତୃତୀୟ ସ୍କନ୍ଧରେ ବ୍ରହ୍ମାର ସୃଷ୍ଟି କଥା ଅଛି, ବିସର୍ଗ। ଭଗବାନଙ୍କର ସୃଷ୍ଟି ହେଲା ସ୍ୱର୍ଗ, ଭଗବାନଙ୍କ ପ୍ରଥମ ପୁତ୍ର ବ୍ରହ୍ମା, ତାପରେ ବ୍ରହ୍ମାଙ୍କର ପୁତ୍ର ମାନେ ଏମାନଙ୍କର ସୃଷ୍ଟିକୁ ବିସର୍ଗ କୁହାଯାଇଛି। से अनुसार चतुर्थ स्कंदर ब्रह्मांकर पुत्र स्वयंभू मनुष्य वंशधर कथा कहपरि सप्तम स्कंद पान चलो स्वयंभू मनुष्य वंशधर कथा अनेक गुड कथा। तेणुक भगवान यही 1-7 स्कंद भितर भगवान बार बार अवतार नहीं विभिन्न लीला विस्तार कर। तेणुक जब भगवान का लीला विस्तार है ईशानु कथा आसला प्रत्येक स्कंदर किसी ना किसी सब 10 जाक तत्व मिसिक अच्छे, किंतु प्रत्येक गोटे गोटे स्कंद को किपरि माने एपरि गोटे गोटे तत्व विभाजन कले तार कारण होउछन्ते श्रीपाद श्रीधर स्वामी जो काटाकार विभाजन कले। आपण जदि टिके मंथन करिवे पछकु अनुभव कर पारिबे भगवान प्रथम ब्रह्मा को जो चतुर्श्लोकी भागवत कहले ସେଥିରେ ମଧ୍ୟ ଏଇ 10ଟି तत्व अच्छी, पोषण तत्व 10टी तत्व अच्छी। तापर ब्रह्मा कहले नारद को, नारद कहले व्यास को। बर्तमान आम जो भागवत पाँच विस्तार ता मध्य 10टी तत्व अच्छी। तेणुक जेहेतु श्रीधर स्वामी महाराज यहीपर विभाजन कर विभाजन कर स्वीकार करवा ग्रहण करवा से अनुसार आम आगे चल। अतएव गोटे स्कंद को विशेष एक विशेष तत्व पर आलोचना, यही आलोचना यही युक्तियुक्त जे श्रीपाद श्रीधर स्वामी महाराज प्रमाण आचार्य प्रपाद आलोचना। एवं ये गोटे कंट्राडिक्टरी पॉइंट आसपारे श्रीपाद श्रीधर स्वामी महाराज ठीक कहले ना जीव गोस्वामी एवं
विष्णु चक्र ठीक हो कि प्रश्न कर जीव गोस्वामी और विश्वनाथ चक्र ठाकुर टिके मतामत टिके अलग कहीं से देखुं प्रथम स्कंद भितर भी ये सब तत्व अच्छे द्वितीय स्कंद भितर भी सब तत्व अच्छे एमती तो ये आम मानव मत जो ये प्रश्न आसे ताहले यहाँ ठीक नुह समस्ते ठीक माने श्रीपाद सिद्धेश्वर महाराज भी ठीक जीव गोस्वामी ठीक एवं विश्वनाथ चक्रदेव ठाकुर भी ठीक किपर चैतन्य चरितामृत प्रमाण कृष्णदास कविराज गोस्वामी लिखुं चैतन्य चरितामृत आदि लीला द्वितीय अध्याय 86 नंबर प्यारे भ्रम प्रमाद विप्रलिप्सा करुणा पाठ आर्य विज्ञ वाक्य नहीं दोष ऐसा ये जो चार्टा दोषर दोषी बद्ध जीव भ्रम प्रमाद विप्रलिप्सा करुणा करुणा पाठ आर्य विज्ञ वाक्य नहीं दोष ऐसा आर्य एवं विज्ञ श्रीपाद सिद्धेश्वर स्वामी के महाप्रभु मत मानी महाप्रभु के पूर्व सिद्धेश्वर स्वामी आसते महाप्रभु कहते जे सिद्धेश्वर स्वामी के न मानव से भागवत बुझिपारे तेणुक प्रभुपाद महाराज सिद्धेश्वर स्वामी चरण को फॉलो करके समय तो भागवतम देखिले आम कौन ब्रह्मांकर गोटे दिन गोटे राति ब्रह्मांड सृष्टि ब्रह्मांकर गोटे दिन 12 घंटे कौन सब लीला से विषय आलोचना कर भागवत ब्रह्मांकर 12 घंटे 14 जन मनु आसती तो विशेषकर भागवत प्रथम स्कंद रु सप्तम स्कंद पर्यंत स्वयंभव मनु आलोचना कराई स्वयंभव मनु वंशधर अष्टम स्कंद आउ 13टी मनुकर आलोचना एकदम संक्षिप्त भाव जो मनुकर समय भगवान विशेष लीला किसी अवतारण कर विशेष लीला कर विशेष भाव आलोचना कर भाव भागवतम टोटाल 14 जन मनुकर समय सब विषय आलोचना कराई एबे आपण माने मुखबंध एवं भूमिका उपाद महाराज लिखते चतुर्थ स्कंद आरंभ ये दुटा को पढ़े कि उपाद मूड एंड मिशन बाहर कर मनोभाव एवं उद्देश्य मुखबंधटा को माताजी मैंने पढ़ के माँ अच्छा आम ग्रुप भर्ती पूर्व दया माँ जगत जननी माता जी प्रज्ञा परिणीता माता जी श्यामाश्री माता जी प्राय 4-5 जन माता अच्छा से मुखबंध पढ़े मुखबंध रु पौपाद मूड एंड मिशन बाहर करेंगे एवं प्रभु माने भूमिका पढ़े भूमिका रु पौपाद मूड एंड मिशन बाहर करेंगे 5 मिनट 10 मिनट भीतर बाहर करके 10 मिनट पढ़ो तो पढ़ के नोट कर बाहर सातटा 10 आसवे समस्त बर्तमान पढ़ापढ़ी कर 7:10 प्रभु जी मानकर कौन विषय मूड एंड मिशन भूमिका भूमिका जो 3 पेज अच्छे बात हाँ जोड़ा ओडिया जो मुखबंध लिखाई से माताजी आगे हरे कृष्णा सॉरी प्रभु जी मुखबंधु मतलब कौन है
প্রিফেস প্রিফেস মাতাজি, হরে কৃষ্ণ, প্রিফেস, ওকে ইংলিশের ওকে প্রিফেস। ওকে ওকে, হ্যাঁ ঠিক আছে এন্ড ঠিক আছে। হ্যাঁ, নেক্সট প্রভুজি মনে করে ইন্ট্রোডাকশন। ওকে, থ্যাংক ইউ বাবুজি।
हरे कृष्ण। हरे कृष्ण प्रभु प्रणाम। माँ माने कौन मुख्यबंधरे हाँ प्रिफेस रे कौन आपण माने उत्पादकर मनोभाव मिशन फूड एंड मिशन फाइल। हरे कृष्ण प्रभु जी धन्यवाद प्रणाम। अ, प्रभु जी मु केतरा पॉइंट कहि तो तो मुखबंध पढ़िया परे जहा मते लागिला जे वर्तमान समय रे जो भयंकर परिस्थिति वर्तमान समय रे उपजिछि तो से मानव समाज रे किपरि शांति मैत्री और समृद्धि आदि स्थापना स्थापना आदि दिगरे अग्रसर होवा पई श्रीमद् भागवतम रो अत्यंत आवश्यकता रहिछि एवं आ गोटे मेन कथा होछि जे समग्र ब्रह्मांड रो जो परम उत्स विषय रे समस्तंकर जानिबा निहाती आवश्यकता तो यही परम उत्सर वर्णना अति सुंदर भावरे अति परिष्कार भावरे श्रीमद् भागवतम रे करा जाइछि आ एही परम उत्स परम पुरुष भगवान सहित आम मानकर कौन संबंध रही ता मध्य हमर जानिबा बहुत जरूरी तो भागवतम रे सुंदर भावरे हमते प्रतिपादित होइछि। हरे कृष्ण मो पॉइंट प्रभु जी मो पॉइंट कहूँ जे बर्तमान आमे बर्तमान भी कलिजुग तो आमे पतन अवस्था को जाइए किंतु एबे भी आमे अंधकार गर्भरे पतित होई नहीं तेणु आमे समग्र विश्वर भौतिक सुख सुविधा शिक्षा आर्थिक अभिवृद्धि दिगरे यदि आमे अग्रगति करिया चाहिमा ताहले निहाती भाବରେ हमको भागवत धारण करिया पड़िबो तेणु बर्तमान एक मार्गदर्शन दर्शक होउछि हमर भागवत ते कौन आमे करिबा हमर समाजर शांति मैत्री समृद्धि दिगरे केमिति आमे उन्नति करिबा से हमको भागवत आम होछि पूर्ण शिक्षा प्रदान करछथि तेणु ए भागवत चेतना पुनर्विकास संस्कृतिर अवदान कहले चले तेणु आज आम निहाती भाव श्रीमद भागवत को स्कूल कॉलेज रे प्रचलन करिया उचित कहीं ना प्रहलाद महाराज कहते जो श्लोक पढ़ी कौमार आचार्य प्राज्ञ जे जड़े छोट बयस आम माने आध्यात्मिक शिक्षा प्रदान ग्रहण करिया उचित यदि यही जिनसा हो पारंता ताहले आम निश्चित भाव समाज बहुत किसी उन्नति अंता ये हूँ मुख्य पॉइंट आजिकल स्पिरिचुअल ज्ञान टा बहुत कम है भौतिक ज्ञान अधिक हो बर्तमान जो माताजी जो कहले बहुत भयंकर परिस्थिति बर्तमान पूजा जाऊँगी कली जुगे एटा मुख्य कारण हूँ जिन स्पिरिचुअल नॉलेज टा बर्तमान बहुत कम है तेणु आमको निहाती भाव में भागवत ग्रहण करके भगवान पादपद्म शरण ना उचित ये गोटे मुख्य पॉइंट तापर सब मानव समाज में भेदाभेद जो आज बर्तमान अच्छे असमता मोर मु जातिर मुझे जातिर जो गंडगोल कली कलह लगी सनातन धर्म कौन प्रकार प्रतिष्ठा हो पारंता ताहले आमर एत जो कलह गंडगोल लगी जाति जाति भितर भेदाभेद भितर गंडगोल होती तार बहुत समाधान ही भागवत ही करपारती यदि समस्त भागवत ग्रहण करती यहाँ मत प्रभुपाद कहते श्रीमद भागवत गोटे दिव्य ज्ञान ये ज्ञान टाक जब ग्रहण करिया मानव समाज परिपूर्णता प्रति आम मान कर्तव्य जो रही यहाँ हूँ दिव्य ज्ञान समस्त प्रदान करुँ तेणु जो मैंने ठीक भाव पढ़ी पारे आ यार मूल उत्स माने भागवत कौन कहूँ माने भगवान सहित आमको केमती युक्त करा जब आम समस्त बुझीपर ताहले आम जगत बहुत कल्याण हम एमती आम जो अंधकार गुह को बर्तमान धीरे धीरे पतन हबार लगी किसी माने आम निजको रक्षा करें भागवतम हूँ यहाँ वेदांत सूत्र को देते आमको व्यासदेव तेणु से कहुच्छे नवम स्कंद पर्यंत आमको विकसित करुच्ची माने भगवान सहित युक्त करुच्ची जड़े जो एक रु नवम 12टा स्कंद ग्रहण कर भागवत तेणु एक रु नवम जाए पढ़ेगा भगवान सहित गोटे बहुत माने सुंदर संपर्क माने आसक्ति संपर्क होमें जो दशम स्कंद भगवान को लीला श्रवण करुचे से पूरा शरणागत भावना आसी जगत भगवान छड़ा कि ना ये जगत जदि आम आसीचे आम हूँ भगवान नित्य दास भगवान लीला गुण श्रवण करके आम यू उद्धार पाइबार अच्छी
ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ପୁରୁଷ ଶ୍ରୀକୃଷ୍ଣଙ୍କର ଏଇ ଦିବ୍ୟ ଲୀଳା ଶ୍ରବଣ କରିକିରି ଦଶମ ସ୍କନ୍ଧରେ ଆମକୁ ପୂର୍ଣ୍ଣ ଶରଣାଗତି ଭାବ ନବା ଦରକାର। ଏଇଟା ହେଉଛି ତାପରେ ଶେଷରେ ଯୋଉ ରହୁଛନ୍ତି ଆମର 11-12 ଏଇଟା ପଢିଲା ପରେ ଆମର ନିଶ୍ଚିନ୍ତ ଭାବରେ ଜଣେ ଯୋଉ ଆମର ଅଛି 9ଟା ଭାଗ ଯୋଉ ରୁଚି ଷ୍ଟେଜ ଆମର ଆରମ୍ଭ ହେଇକି ଯୋଉ ପ୍ରେମ ଷ୍ଟେଜ କୁ ଜଣେ ଯଦି ପ୍ରକୃତରେ ଭାଗବତକୁ ଗ୍ରହଣ କରିପାରିବ ହୃଦୟରେ ତାହେଲେ ସେ ନିଶ୍ଚିନ୍ତ ଭାବରେ ତାର ମାନେ ସ୍ପିରିଚୁଆଲ ଦିଗରେ ବହୁତ ଉନ୍ନତି କରିବା ଭକ୍ତି ମାର୍ଗରେ ସେ ବହୁତ ଅଗ୍ରସର କରିପାରିବ ଏବଂ ସେ ଭଗବତ ଧାମକୁ ଯିବାର ରାସ୍ତା ମଧ୍ୟ ସରଳୀକୃତ ହେଇପାରିବ। ହରେ କୃଷ୍ଣ ଧନ୍ୟବାଦ। ବହୁତ ଏଇ ବହୁତ ଧନ୍ୟବାଦ। ସୁନ୍ଦର ଭାଗବତରେ ସୁନ୍ଦର କେବଳ ପାଠ କହିଲେ। ଭଗବାନଙ୍କର ନାମ ଗୁଣ ପ୍ରଭୁଜୀ ଭାଗବତମରେ କେବଳ ଭଗବାନଙ୍କର ନାମ ଗୁଣ ଯଶ ମାଧୁର୍ଯ୍ୟ ଲୀଳା ଭରପୁର ହେଇକି ରହିଛି ଏବଂ ଭକ୍ତ ଭଗବାନଙ୍କ ଭିତରେ ବି କଣ ସମ୍ପର୍କ ଅଛି ତାହା ମଧ୍ୟ ଭରପୁର। ତେଣୁ ଆମେ ଯଦି ସୁନ୍ଦର ଭାବରେ ଗ୍ରହଣ କରିପାରିବା ତାହେଲେ ନିଶ୍ଚିନ୍ତ ଭାବରେ ଜଗତର ବହୁତ କଲ୍ୟାଣ ହବ। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ କି ଜୟ। ବହୁତ ସୁନ୍ଦର ପାଠ ଗୋପାଳଙ୍କର ମନୋଭାବ ଏଠି ଅଛି। ଯେମିତି ଶ୍ରୀମଦ ଭାଗବତଙ୍କୁ ବାହାର ଜଗତ ଲୋକମାନେ ଡାଇରେକ୍ଟ ଦଶମ ସ୍କନ୍ଧ ପାଠ କରନ୍ତି ଏବଂ ଦଶମ ସ୍କନ୍ଧରେ ମଧ୍ୟ ଡାଇରେକ୍ଟ ପାଠ ଯାହାଦ୍ୱାରା ଭଗବାନ ଉପରେ ସେମାନଙ୍କର ଭାବନା ମାନେ ବିପରୀତ ଓଲଟା ଭାବନା ଆସେ ଯୋଉଟା କି ପ୍ରଭୁପାଦ ଏବଂ ଆମ ଆଚାର୍ଯ୍ୟ ମାନଙ୍କର ମନୋଭାବ ଏବଂ ଭାଗବତ ପ୍ରଥମ ଦ୍ୱିତୀୟ ସ୍କନ୍ଧରେ ଆରମ୍ଭରୁ ଧୀରେ ଧୀରେ ପଢାଯାଏ ଏବଂ ଭଗବାନଙ୍କର ଦର୍ଶନର ମଧ୍ୟ ବିଧି ଏଇଟା। ଆମେ ଯେତେବେଳେ ମନ୍ଦିରରେ ଭଗବାନ ଦର୍ଶନ କରିବା ପାଇଁ ଯାଉଛୁ ଭଗବାନଙ୍କର ଚରଣ ଯୁଗରୁ ଦର୍ଶନ ଆରମ୍ଭ ଦିଆଯାଉଛି। କିନ୍ତୁ ବେଳେ ବେଳେ ପତିତ ଭକ୍ତ ଥାନ୍ତି ମଙ୍ଗଳ ଆରତୀରେ ବୃନ୍ଦାବନ ମନ୍ଦିର ମାନେ ଭିତରକୁ ପଶି ହବନି ଯଦି 15 ମିନିଟ ଲେଟ୍ 5 ମିନିଟ ଲେଟ୍ ହେଇଗଲା ତ ଭଗବାନ ବହୁତ ଭଗବାନଙ୍କ ମୁଖମଣ୍ଡଳ ଏମିତି ବିଶେଷ କରି ବହୁତ ସୁନ୍ଦର ପାଠ ଗୋଟେ ଆପଣ କହିଲେ ଯେ ଶ୍ରୀମଦ ଭାଗବତ ମାନଙ୍କର ପ୍ରଚଳନ ହେବା ଉଚିତ। ଆଚ୍ଛା ଠିକ ଅଛି। ନେକ୍ସଟ କିଏ କହିବେ ମା ମାନଙ୍କ ମଧ୍ୟରେ? ସମାଜ କି ମା ଆପଣଙ୍କ ଭଏସ ଆସୁନି। ଠିକ ଅଛି ମାଙ୍କର କିଛି ନେଟୱାର୍କ ପ୍ରୋବ୍ଲେମ ହଉଛି। ଏବେ ପ୍ରଭୁ ଭୂମିକାରେ ଆପଣଙ୍କର କଣ ପାଉଛି? हरे कृष्ण प्रभु जी धन्यवाद प्रणाम। ହଁ हरे कृष्ण प्रभु प्रणाम କିଛି धन्यवाद। କହିବେ? तो अमृतेश हाँ अमृतेश गौर प्रभु बोधे आगे हाथ टेकिଛନ୍ତି କହିବେ ତାପରେ ମୁଁ କହିଦେବି। ହଁ ମୁଁ ଆଗ ହଁ କହିଦଉଛି କୁହ କାରଣ ପ୍ରଭୁ ତ ଅମୃତେଶ କୁହ। କମ୍ପ୍ଲିଟ କରିଦେବେ ତାକୁ। ଆଜ୍ଞା ତ ଆଜ୍ଞା ଏଇଟା ଆଜ୍ଞା ସବୁ ଭାଗବତ ବହିର ଆରମ୍ଭରେ ଅଛି ଏଇଟା ସେଇ ଇଣ୍ଟ୍ରୋଡକ୍ସନ ଅଫ ପ୍ରିଫେସ୍। ତ ଏଇଠି ପ୍ରଭୁପାଦଙ୍କର ବହୁତ ଧନ୍ୟବାଦ। ତ ବିଶେଷ ଯୋଉ ପ୍ରଭୁପାଦଙ୍କର ରହିଛି ଆ, ଯେ ଆମର ପ୍ରଭୁପାଦ ସବୁବେଳେ ପ୍ରୁଭ କରିବାକୁ ଚାହୁଁଛନ୍ତି ଯେ ଭଗବାନ ହେଲେ ବ୍ୟକ୍ତି ଜଣେ ବ୍ୟକ୍ତି ବିଶେଷ ଇଜ ପର୍ସନାଲ ଗଡ ଇଜ ପର୍ସନାଲ ଏଇ କଥାଟିକୁ ପ୍ରଭୁପାଦ ପୁରା ପ୍ରତିପାଦନ କରୁଛନ୍ତି ଭାଗବତ ଦ୍ଵାରା। ଆଉ ପ୍ରଭୁପାଦ ଏହା ମଧ୍ୟ କହୁଛନ୍ତି ଯେ ଏଇ ଭାଗବତ ଧର୍ମଟା ଆମର ସମସ୍ତ ବ୍ୟକ୍ତିଙ୍କ ପାଇଁ ଜରୁରୀ ଆଉ ଏଇଟା ଆମ ନିଜ ମଙ୍ଗଳ ପାଇଁ। ତ ଏଇଟାକୁ ସମସ୍ତେ ଗ୍ରହଣ କରିବା ଦରକାର। ଏଇ ଯୋଉ ବ୍ୟକ୍ତି ଭାଗବତ କଥା ଏଠି କହିଲେ पर्सन भागवत इज पर्सन भागवत इज वन whose very life is श्रीमद् भागवतम इन प्रैक्टिस। तो कहले ये भागवत टी हेले भागवत दुई प्रकार जो ग्रंथ भागवत और व्यक्ति भागवत। तो जे व्यक्ति भागवत तार यही ग्रंथ भागवत को जीवन रे उतारी सी होती मध्य भागवत। आ चैतन्य महाप्रभु विषय रे प्रभुपाद लिखुଛନ୍ତି ଏଠି।
ଆଉ ଗୋଟେ ପ୍ରଭୁପାଦ ଏଠି ଲେଖିଲେ ଯେ ଅ, ମାନେ ଭଗବାନଙ୍କର ଅନେକ ବିଭୂତି ରହିଛି। ତ ଏଇ ଅନେକ ବିଭୂତି ସବୁ ଗୁଡିକ ଅନେକ ଦେବତା ମାନେ ରହିଛନ୍ତି, ବିଭିନ୍ନ ବିଭିନ୍ନ ବିଭାଗକୁ କଣ୍ଟ୍ରୋଲ କରୁଛନ୍ତି, କିନ୍ତୁ ଭଗବାନ ହେଲେ ପରମେଶ୍ୱର ଆଉ ବାକି ସମସ୍ତେ ଈଶ୍ୱର। ଆଉ କିଛି ପଏଣ୍ଟ ରହିଲା ସେଟା ଅନ୍ୟମାନେ କହିବେ। ହରେ କୃଷ୍ଣ। ବହୁତ ବହୁତ ଧନ୍ୟବାଦ ପ୍ରଭୁ। ସବୁ ସୁନ୍ଦର କଥା କହିଲେ। ପ୍ରଭୁପାଦ ମହାରାଜ ପ୍ରତ୍ୟେକ ସ୍କନ୍ଧରେ ସେମ୍ ମୁଖବନ୍ଧ ଏବଂ ଭୂମିକା ଦେଇଛନ୍ତି। ଯଦି ଆପଣ ମାନେ ପ୍ରଥମ ଏବଂ ଦ୍ୱିତୀୟ ତୃତୀୟରେ ପଢିକି ଆସିଥିଲେ ଆଉ ଟିକେ ରିମାଇଣ୍ଡ କରିବା ପାଇଁ ମୁଁ ଚାହୁଁଛି। ପଙ୍କଜ ନାଥ ବାବୁ। ହରେ କୃଷ୍ଣ ପ୍ରଭୁ ପ୍ରଣାମ ଜଣାଉଛି ସମସ୍ତଙ୍କୁ। ତ ଯୋଉ ଇଣ୍ଟ୍ରୋଡକ୍ସନ ପ୍ରଭୁପାଦ ପ୍ରଥମେ ଦଉଛନ୍ତି ଯେ ଶ୍ରୀମଦ ଭାଗବତମ ହଉଛନ୍ତି ଯେତେବେଳେ ଭଗବାନ ଶିବଧାମକୁ ପ୍ରତ୍ୟାବର୍ତ୍ତନ କଲା ପରେ ଶ୍ରୀମଦ ଭାଗବତମକୁ ହିଁ ଏଠି ଉଦିତ ହେଇଥିଲେ ପୁରାଣ ବର୍କ ଭଳି। ଯେମିତି ସବୁ ଆମର ଯୋଉ ଇଗ୍ନୋରାନ୍ସ ରେ ଆମେ ରହିଛୁ ବା ତମ ତମ ସ୍ଥିତି ରହିଛନ୍ତି, ତେଣୁ ପ୍ରକୃତ ଲାଇଟ ବା ପ୍ରକୃତ ଜ୍ଞାନ ଆମେ ଶ୍ରୀମଦ ଭାଗବତମ ହିଁ ପାଇପାରିବା। ତେଣୁ ଭଗବାନଙ୍କର ଶ୍ରୀମଦ ଭାଗବତମ ଆଉ ଭଗବାନଙ୍କ ଭିତରେ କିଛି ଡିଫରେନ୍ସ ନାହିଁ। ତେଣୁ କଳି ଯୁଗରେ ଆମେ ଶ୍ରୀମଦ ଭାଗବତଙ୍କୁ ପ୍ରାପ୍ତ ହେଇଛନ୍ତି ମାନେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। ତେଣୁ ସେ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହଉଛି ଶ୍ରୀମଦ ଭାଗବତମ ଯେମିତି ପ୍ରଥମ ଇଏରେ ଲେଖା ହେଇଥିଲେ ଯୋଉ ପ୍ରିଫେସରେ, ଏଠି ବି ସେୟା ପ୍ରଭୁପାଦ ପୁଣି ଏଠି ଲେଖା ହେଇଛି ଯେ ଫାଷ୍ଟ ଇଣ୍ଟର ପ୍ରଥମ ସ୍କନ୍ଧରୁ ଯଦି ବା ଏଇଟା ହଉଛି ଗୋଟେ ଯେମିତି ଏକ୍ଜାମ୍ପଲ ପ୍ରଭୁପାଦ ଦଉଛନ୍ତି ଯୋଉ ସୁଗାର କ୍ୟାଣ୍ଡି ବା ଚକୋଲେଟ ଭଳିଆ, ତ ଯୋଉଠୁ ଖାଇଲେ ବି ମିଠା ଥାଏ, କିନ୍ତୁ ଆମକୁ ପ୍ରଥମ ସ୍କନ୍ଧରୁ ଗ୍ରାଜୁଆଲି ହେଇକି 12th କ୍ୟାଣ୍ଟ ପର୍ଯ୍ୟନ୍ତ ପଢିଲେ ହିଁ ଆମେ ଶ୍ରୀମଦ ଭାଗବତମରୁ ମାନେ ଭଗବାନଙ୍କର ପ୍ରକୃତ ବିଷୟରେ ବା ତାଙ୍କ ପ୍ରତି ଆମର ଯୋଉ ଭକ୍ତିଟା ବଢିପାରିବ। ତେଣୁ ଆମେ ସେଇ ସିକ୍ୱେନ୍ସରେ ହିଁ ପଢିବା ଦରକାର। ଏବଂ ପଢିଲା ବେଳକୁ ମୁଡ୍ ଟା ଥିବା ଦରକାର କେମିତି ନା ଆମ ବହୁତ ରାପ୍ଟ ଆଟେନସନ ହେଇକି ଶୁଣିବାର ଅଛି, ବହୁତ ଆଟେଣ୍ଟିଭଲି ଶୁଣିଲେ ଯାଇକି ଆମେ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା ଏଥିରେ। ଆଣ୍ଡ ଯେମିତି ନୈମିଷାରଣ୍ୟ ଋଷି ମାନେ ଶୁଣୁଥିଲେ, ସେମାନେ 88,000 ଋଷି ଥିଲେ, କିନ୍ତୁ ସୁତ ଗୋସ୍ୱାମୀ କହିଲେ ସମସ୍ତେ ଶୁଭୁଥିଲା ନା ରାପ୍ଟ ଆଟେନସନରେ ସେମାନେ ଥିଲେ ଏବଂ କିଛି ସେଥିରୁ ପ୍ରାପ୍ତ ହେବା ପାଇଁ ଚାହୁଁଥିଲେ, ଭଗବତ ଭକ୍ତି ପ୍ରାପ୍ତ ହେବା ପାଇଁ। ଥାର୍ଡରେ ଯୋଉ ଏଇ ଶ୍ରୀମଦ ଭାଗବତମ ରୁ କେବଳ ଯେ ସମସ୍ତ ବ୍ୟକ୍ତିଙ୍କ ପାଇଁ ଏଇ ଶ୍ରୀମଦ ଭାଗବତମ ଯେମିତି ଗୀତା ଭଳିଆ ଭଗବଦ୍ଗୀତା ଭଳିଆ ଶ୍ରୀମଦ ଭାଗବତମ ବି ଇଣ୍ଟେଲେକ୍ଚୁଆଲ ଲୋକଙ୍କ ପାଇଁ ବା ସ୍ପିରିଚୁଆଲି ଯୋଉମାନେ ଇଣ୍ଟରେଷ୍ଟେଡ ତାଙ୍କ ପାଇଁ, ରିଲିଜିୟସ ପର୍ସନ ପାଇଁ, ସମସ୍ତଙ୍କ ପାଇଁ ଏଥିରେ ବହୁତ କିଛି ଶିକ୍ଷା ପ୍ରାପ୍ତ ହେବାର ରହିଛନ୍ତି। ସେଇଟା ବି ଆମେ ଶ୍ରୀମଦ ଭାଗବତମ ପଢିଲେ ସମସ୍ତଙ୍କ ପାଇଁ ଏଟା ଆପ୍ଲିକେବଲ ଅଛନ୍ତି, କିନ୍ତୁ ଯୋଉମାନେ ଆକ୍ଚୁଆଲି ଭକ୍ତି ଚାହୁଁଛନ୍ତି ତାଙ୍କ ପାଇଁ ଏଟା ବହୁତ ଇମ୍ପୋର୍ଟାଣ୍ଟ। କାହିଁକିନା ଏଇଟା ବେଦାନ୍ତ ସୂତ୍ର ର ଇଏ ସମରି ବର୍ତ୍ତମାନ ଏଠି ବ୍ୟାସଦେବ ନିଜେ ତାକୁ ସମରାଇଜ କରିକି ଇଜିଲି କଳିଯୁଗ ଲୋକଙ୍କ ପାଇଁ ବୁଝିବା ପାଇଁ ଏଟା କେମିତି ବୁଝି ହବ, ତେଣୁ ଭଗବାନ ଭକ୍ତଙ୍କ ଭିତରେ ଲୀଳା କେମିତି ହେଇଛି ତାକୁ ଇଜିଲି ବୁଝିବା ପାଇଁ ଯୋଉଟା କି ନାରଦ ମୁନି ଆସି ତାଙ୍କୁ ବତେଇଥିଲେ। କାରଣ ଆଗରୁ ସେ ଶ୍ରୀମଦ ଭାଗବତମର ଛାଡିକି ଆଉ ସବୁ ଲେଖିଥିଲେ 5,07,000 ଶ୍ଲୋକ, କିନ୍ତୁ ସେ ସାଟିସ୍ଫାକ୍ସନ ରାସ୍ତାରେ ପାଇପାରୁନଥିଲେ। ତେଣୁ ତାକୁ ଇଜିଲି କଳିଯୁଗ ଲୋକଙ୍କ ପାଇଁ ଏଇଟା ବହୁତ ଇଜି ଫର୍ମରେ ବ୍ୟାସଦେବ ବେଳେ ଦେଇଛନ୍ତି। ତେଣୁ ଆମେ ଏଟାକୁ ଆମ ଲାଇଫରେ ଇଜିଲି ଏଟା ବୁଝିପାରିବା ଯଦି ଆମେ ଶ୍ରୀମଦ ଭାଗବତ ପଢିବା। ଏବଂ ଆମର ଏଥିରେ ଜଣେ କଣ କରିବା ଦରକାର ନା ଭକ୍ତି, ଭଗବାନଙ୍କର ନବାଙ୍ଗ ଭକ୍ତି ବିଷୟରେ ବି ଦିଆଯାଇଛି। ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ ସବୁ ବିଷୟରେ ଏଟାକୁ ଏଥିରେ ଶ୍ରୀମଦ ଭାଗବତମରେ ଦିଆଯାଇଛନ୍ତି। ଆମେ ତାକୁ ପଢିବା ଏବଂ ତାକୁ ଆମେ ନିଜ ଲାଇଫରେ ସେ ଭକ୍ତିର ଅଙ୍ଗକୁ ଆଚରଣ କରିବା ଦରକାର। ହରେ କୃଷ୍ଣ ପ୍ରଭୁ। ଧନ୍ୟବାଦ। ନେକ୍ସଟ କିଏ କହିବେ? हरे कृष्ण प्रभु जी प्रणाम। हरिहर भक्त दास। भगवान श्री कृष्णचंद्र जितेबाला इहधाम त्याग कला परे से अनुगामी जो माने भक्त अमूल्य ग्रंथ छाड़ दी जाइछन्ति, जोटा कि श्रीमद भागवतम परिपूर्ण ताहा व्यासदेवଙ୍କ द्वारा विरचित करा जाइछि। श्रीमद भागवतम हेउछि प्रमाण ममलम, जहा कहନ୍ତି माया मध्य जीवर नाही कृष्ण स्मृति ज्ञान, जीवर कल्याण लगी कृष्ण कहले वेद पुराण। समस्त वेद पुराण से संकलन कले व्यासदेव द्वारा अष्टादश पुराण करथिले एवं से अष्टादश पुराण मध्य श्रीमद भागवतम होउछि श्रेष्ठ। श्रीमद भागवतम जितेबाला प्रथम व्यासदेव गंगा नदी कूल अवस्थान करथिले बड़ विषन्न अवस्था से समय से
नारद मुनि तांकर गुरु आसी पहुंचले जे कहले तुमे कहीं माने विषन्न अवस्था अच्छा ना मु अष्टादश पुराण लिखिली कि मो मन शांति पाइल ना तुम्हें भागवत रचना कर भगवान को लीला गुण सबलीला लीला गुण वर्णना यदि न करिवो ताले तुम मन शांति पाई परिबो नाही तेणु से भागवत रचना कले यही भागवत को आमे दुईटी पर्यायक्रमे पाठ करू बा अनुभव करू गोटे हला कौन प्रथमे श्री सुखदेव गोस्वामी जो व्यासदेव जो भागवत कहते श्री सुखदेव गोस्वामी जो परीक्षित महाराज अभिशाप करागला जे तुम 7 दिन भितर तुम कौन मृत्युवरण कर से समय परीक्षित महाराज जो उपस्थित साधुगुरु थे गुरु मान थे से प्रश्न करते जड़े आसन्न आसन्न मृत्यु हम मान 7 दिन भितर से कौन कले से उद्धार पाइपर उपस्थित जो मुनि मान थे कहले तुम्हें भागवत श्रवण कर सॉरी से विभिन्न कथा कहले किंतु सुखदेव गोस्वामी पचार सुखदेव गोस्वामी कहले जे तुम्हें यही जो स्वल्प समय भितर तुम्हें तुम भागवत श्रवण कर कहीं कायण अल्पाश भया कलाबस्मिन जुगेदान मंद मंद मते मंद भाग्य कलिजुग आसन आसीगला एकमात्र श्रीमद भागवत पाठ कर ये कथा कहला से समय सुत गोस्वामी उपस्थित थे परवर्त पर्याय जो सुखदेव गोस्वामी आ परीक्षित महाराज सरला सुत गोस्वामी यही जो कथाटा को सौनक मुनि प्रश्न पचार सौनक मुनि प्रश्न पचार सुत गोस्वामी कहते दुईटी पर्याय क्रमे आम भागवत श्रवण कर भागवतम जो आसी अमूल्य ग्रंथ यह हूँ मिश्री खंड सदृश यार जेको स्तर आम गोटे श्लोक पाठ करवा जेको अध्याय पाठ करवा प्रति पदे स्वादु स्वादु अनुभूत हो पार तेणु जो मैंने आग्रही भक्त वृंद जो मैंने आदौ श्रद्धा अथ साधु संग अथ भजन क्रिया जो मान श्रद्धा रही भागवत को हरे कृष्ण प्रभु टिके कंक्लूजन सारांश हिसाब रे देबे मूड एंड मिशन आज्ञा सारांश हिसाब रे दियंते मूड एंड मिशन माने कोन पाइबे तेणु ये भागवत पाठ कले आम परम शांति लाभ करवा एवं आम जो अच्छी ब्रह्मति परमात्मा भगवान 3टा स्तर जो ज्ञान अच्छी से ज्ञान को आम लाभ कर आम भक्ति तत्व पूर्णता आम प्राप्त हो पार नेक्स्ट संतुष्ट मदन को हाँ हमरा हरे कृष्ण हमरा पंकज नाथ प्रभु कहले बहुत सुंदर सुंदर पॉइंट आ गोटे पॉइंट मु कहबी ता सहित जोड़ी की प्रभुपाद महाराज माने मिशन थिला से सबु प्रकार समाजवादी नृतत्ववादी मनस्तत्वविद एमानकर पई श्रीमद भागवत को मध्य प्रणयन करछिंदी जो माने नृतत्ववादी से माने श्रीमद भागवतम होचंदी सर्वश्रेष्ठ गरियामय शास्त्र एक कथा जानि परिबे मानव व्यवहार एवं समत्पर दार्शनिकता से माने पाई परिबे एवं जो माने आध्यात्मिकवादी से माने सर्वश्रेष्ठ आत्मज्ञान श्रीमद भागवतम रु पाई परिबे एवं परम ब्रह्म उपलब्धि परिष्कार भाव रे अनुभव करि परिबे एवं भगवान को प्राप्त हो तेणु मनस्तत्वविद एवं नृतत्वविद आध्यात्मिकवादी समस्त श्रीमद भागवत होचंदी माने तांकर ज्ञान धन्यवाद बहुत बहुत धन्यवाद आउ के किछ कहै पे चाहछन मन बुझरे हरे कृष्ण दंडवत प्रणाम कल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो हरे कृष्ण प्रभु वास्तव मो पाखरे ग्रंथ नांती किंतु मो जो पूर्व कथा प्रभुपाद उद्देश्य वास्तव रे आ गोटे अछि जोटा सारा जगत रे आमे जदि भी पाठ पढुल षष्ठ श्रेणी आमे जानथि जे चैतन्य महाप्रभु लेखा है हिस्ट्री रे बही रे स्वतंत्र आमे पढिथिलु जे चैतन्य महाप्रभु जने धर्म प्रचारक बा जने एबे जड़ जगत रे साधारण माने व्यक्ति गुरु थिलु किंतु महाप्रभु प्रभुपाद जणी जे हमर उपक्रम जणियारे जे चैतन्य महाप्रभु जे स्वयं भगवान श्रीकृष्ण चैतन्य प्रभु जीवे दया करी स्व पार्षद शिवधाम स्व अवतरी ए जगत रे प्राय लोक जानन्ति ए कथाटा प्राय जानिया पई भी प्रभुपाद एटा उद्देश्य अछि गोटे पॉइंट मो
ଆମର ଯୋଉ ପ୍ରିଫେସ୍ ମୁଖବନ୍ଧରୁ କହୁଛି ମଡର୍ନ ଟପିକ ଅଛି। ଆପଣ ମାନେ ଦେଖନ୍ତୁ ଇସ୍କନ 50 ବର୍ଷ ସ୍ୱର୍ଣ୍ଣ ଜୟନ୍ତୀ ପୂର୍ତ୍ତି ପାଳନ ହେଇସାରିଲା, କିନ୍ତୁ ପ୍ରଭୁପାଦ ମହାରାଜ ଆମମାନଙ୍କୁ ଗୋଟିଏ ଟ୍ୟାକ୍ସ ଦେଇଥିଲେ ଯାହାକି ବର୍ତ୍ତମାନ ସୁଦ୍ଧା କେତେ % କାର୍ଯ୍ୟକାରୀ କରିପାରୁଛନ୍ତି ତାଙ୍କର ଅନୁଗତି ନାହିଁ। ସକ୍ସେସ୍ ହେଇଛନ୍ତି ଆପଣ ମାନେ ବିଚାର କରିବେ ଏବଂ କହିବେ ଏ ମୁଖବନ୍ଧରେ 3rd paragraphରେ ସରି 4th paragraphର ଫାର୍ଷ୍ଟ ଲାଇନ୍ ଶ୍ରୀମଦ୍ ଭାଗବତମ୍ ସ୍କୁଲ ଏବଂ କଲେଜ ମାନଙ୍କର ହେବା ଉଚିତ। ଏଇଟା ପ୍ରଭୁପାଦ ଏ ଟ୍ୟାକ୍ସଟା ତାଙ୍କର ଅନୁଗତ ମାନଙ୍କୁ ଦେଇକି ଯାଇଛନ୍ତି। ବହୁତ ବଡ କଥା। ଏଇ କଥାଟାକୁ ପୂର୍ବ ମ୍ୟାମ ଆଇଡେଣ୍ଟି କରିଥିଲେ। ଶ୍ରୀମଦ୍ ଭାଗବତମ୍ ସ୍କୁଲ ଏବଂ କଲେଜ ମାନଙ୍କରେ ପ୍ରଚଳନ ହେଉଛି। ଯଦିଓ ଆମର ଇସ୍କନ ବର୍ତ୍ତମାନ 1965ରୁ 2025 60 ବର୍ଷ ହେଇଗଲାଣି। ତ ଏଇଟା କେତେ % ଆମର ସୋସାଇଟି ଏଇଟା ବା ଆମର ଭକ୍ତ ମାନେ କେତେ % ସକ୍ସେସ୍ ହେଇଛନ୍ତି ବା କରିପାରୁଛନ୍ତି ଏବଂ ଏଥିପ୍ରତି କଣ କଣ ଷ୍ଟେପ ଆଗକୁ ନେଉଛନ୍ତି। ଏପରି ସବୁ ସେଣ୍ଟରରେ ଭଗବାନଙ୍କର ସେବା ହଉଛି, ସବୁ ବିଭିନ୍ନ ପ୍ରକାର ଆୟୋଜନ କରାହଉଛି, କିନ୍ତୁ ସେଣ୍ଟର କଥା ଛାଡନ୍ତୁ। ଆପଣ ଦେଖନ୍ତୁ ଆମର ଇସ୍କନ ଦିଟା ବଡ ବଡ ଗୁରୁକୁଳ ଅଛି ବା ଇଣ୍ଟରନ୍ୟାସନାଲ ସ୍କୁଲ ଅଛି। ମାୟାପୁର ଇଣ୍ଟରନ୍ୟାସନାଲ ସ୍କୁଲ, ମାୟାପୁରରେ ଭକ୍ତି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ବୃନ୍ଦାବନରେ ସେଠି ବି ଭାଗବତମ ପଢା ହଉଛି କି? ସେଠି ବି ଭାଗବତମ ପଢା ହଉଛି କି? କଣ୍ଟିନ୍ୟୁଅସଲି ପ୍ରଥମ ସ୍କନ୍ଧରୁ। ଏଇଟା ଗୋଟେ ବହୁତ ବଡ ପରିବର୍ତ୍ତନ ଯୋଉଟା କି କୁହାଯିବ। ଯଦି ଭଗବାନ କୃପାରୁ ପ୍ରଭୁପାଦଙ୍କ କୃପାରୁ ଜଗତରେ ହେଇପାରିଲା ତାହେଲେ ବିଶ୍ୱର ସ୍ୱାଭାବିକ ମଙ୍ଗଳମୟ ହବ। କାହିଁକିନା ପ୍ରହ୍ଲାଦ ମହାରାଜ କହୁଛନ୍ତି 7ମ ସ୍କନ୍ଧ 6ଠ ଅଧ୍ୟାୟରେ କୌମାରଙ୍କ ଆଚରିତ ଯଦି ଆମର ପିଲା ବୟସରୁ ଭକ୍ତି ବିଷୟରେ ଜାଣିବେ, ଭଗବାନ ସମ୍ବନ୍ଧରେ ଜାଣିବେ, ତାହେଲେ ଭବିଷ୍ୟତରେ ଦୁଷ୍ଟ ଆତଙ୍କବାଦୀ ସୃଷ୍ଟି ହେବେ। ଜାତି ଧର୍ମ ବର୍ଣ୍ଣ ବିଶେଷ କୃଷ୍ଣ ଭାବନା ମତେ ଭାବିତ ଜୀବନଟାକୁ ଗଢିଥିଲେ। ଆଉ ଯଦିଓ ଏଇଟା କରିବା ବହୁତ କଷ୍ଟ, ସମାଜରେ ସରକାର ଅଛନ୍ତି, ସ୍କୁଲ କଲେଜରେ ଏଟା ଗୋଟେ ରୁଟିନ ଆରମ୍ଭ କରିବା ବହୁତ ଡିଫିକଲ୍ଟ, କିନ୍ତୁ ଯଦି ଭଗବାନ କୃପା କରନ୍ତି ଏଟା ଅସମ୍ଭବ ନୁହେଁ। ଉପାଦକର ଭବିଷ୍ୟବାଣୀ ମାନେ ଏଟା ହୁଏତ ଆଜି ନହେଇଛି କେବେ ହବ। ଭଗବାନ ସେପରି ଯୋଗ୍ୟ ବ୍ୟକ୍ତି ଅପେକ୍ଷାରେ ହୁଏତ ଥାଇପାରନ୍ତି। ଯାହା ଦ୍ୱାରା ଭଗବାନ କରେଇବେ। ଏଥିପ୍ରତି ଟିକେ ଧ୍ୟାନ ଦେବା ଉଚିତ। ବିଶେଷ କରି ଯୋଉ ଜାଗାରେ ଲୋକାଲ ସବୁ ସେଣ୍ଟର ମାନ ଅଛି, ସେମାନେ ଯୋଉ ସେଣ୍ଟରରେ ଯୋଉମାନେ ଉଚ୍ଚ ମାନେ हरे कृष्ण कौन म्यूट हो गया? ଯୋଉ ସେଣ୍ଟରରେ ଆମର ଅଧିକ ଅଛନ୍ତି ମାନେ ସୁନ୍ଦର ଭକ୍ତ ଏବଂ ବହୁତ ବର୍ତ୍ତମାନ ସମାଜରେ ରାଜନୈତିକ ବା ସାମାଜିକର ବହୁତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ବହୁତ ସୁସମ୍ପର୍କ ଅଛି। ସେମାନେ ଚାହିଁଲେ କିଛି କିଛି ପଦକ୍ଷେପ ବିଷୟରେ ଆଗକୁ ନେଇଥାଏ। ମୋ ଶବ୍ଦ ଆପଣ ଶୁଣିପାରୁଛନ୍ତି?
ହଁ ପ୍ରଭୁ ଟିକେ ଭଏସ ମଝି ମଝିରେ ହରେ କଟି କଟି କୃଷ୍ଣ। ଟିକେ ଯାଉଛନ୍ତି। ହଁ ହରେ କୃଷ୍ଣ ପ୍ରଭୁ, ହଁ ଶୁଭୁଛି କିନ୍ତୁ ମଝି ମଝିରେ କଟି କଟି ଯାଉଛନ୍ତି। ହଁ ଟିକେ ଟିକେ କଟି ଯାଉଛନ୍ତି। ଠିକ ଅଛି, ଏଇ ହେଲା ବିଷୟବସ୍ତୁ କରି ଏଇଟା ପ୍ରଭୁପାଦଙ୍କର ଆମ ପ୍ରତି ଆଦେଶ, ତାଙ୍କର ଅନୁଗତି ମାନଙ୍କ ପ୍ରତି ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ କିପରି ସ୍କୁଲ କଲେଜରେ ଶ୍ରୀମଦ୍ ଭଗବତ ଗୀତା ବା ଭାଗବତମର ଶିକ୍ଷା ଆରମ୍ଭ କରାଯିବ, ଯାହାଦ୍ୱାରା ସମାଜ ଅଟୋମେଟିକ ଶୃଙ୍ଖଳିତ ହେଇଯିବ। ତେବେ ଆମେ ଆମର ଆଜିର ଆଲୋଚ୍ୟ ବିଷୟବସ୍ତୁ ଚତୁର୍ଥ ସ୍କନ୍ଧ ପ୍ରଥମ ଅଧ୍ୟାୟକୁ ପ୍ରବେଶ କରିବା। ତୃତୀୟ ସ୍କନ୍ଧରେ ପ୍ରଭୁଜୀ ପ୍ରଣାମ। ଏଠି ଗୋଟେ ଜିନିଷ ମୁଁ ଜାଣିବାକୁ ଚାହୁଁଛି। ମନୁକନ୍ୟା ହରେ କୃଷ୍ଣ। ପ୍ରଭୁଜୀ ହରିବଲ। ଆଜ୍ଞା କୁହନ୍ତୁ। ପ୍ରଭୁଜୀ ଏଠି ଯୋଉଟା କଲା ଭାଗବତମ ସମାଜ ବିଜ୍ଞାନୀ ତଥା ନୃତତ୍ୱବିଦ ମାନଙ୍କର ଶାନ୍ତିପୂର୍ଣ୍ଣ ମାନେ ଏଇ ଯୋଉ ଜିନିଷ ନୃତତ୍ୱ ମାନେ ଆଥିରୁ କଣ ଜାଣିବେ, କଣ ତାର ଜ୍ଞାନ ଲାଭ କରିବେ? ସନ୍ତୁଷ୍ଟ ମାଧବ କହୁଥିଲେ ଏ ବିଷୟରେ, ହଁ ସନ୍ତୁଷ୍ଟ କିଛି କହିବେ? ନୃତତ୍ତ୍ୱ ଯୋଉମାନେ ମାନବ ମାନଙ୍କର ସଭ୍ୟତା ଉପରେ ସନ୍ତୁଷ୍ଟ ରିସର୍ଚ୍ଚ ମାଧବ କରନ୍ତି। ଅଛନ୍ତି? ହରେ କୃଷ୍ଣ। ନୃତତ୍ତ୍ୱ ଯୋଉମାନେ ମାନବ ମାନଙ୍କ ବିଷୟରେ ଜାଣିବା ପାଇଁ ଚାହାନ୍ତି ଏବଂ ତାଙ୍କର କଣ କୋଉଥିରେ ମଙ୍ଗଳ ହବ କଲ୍ୟାଣ ହବ ସେ ବିଷୟରେ ଯୋଉମାନେ ଷ୍ଟଡି କରନ୍ତି, ସେଇମାନଙ୍କୁ ଏଇ ଶ୍ରୀମଦ୍ ଭାଗବତମ ର ଶିକ୍ଷା ଅତି ମାନେ ଉଚ୍ଚ କୋଟିରେ ଶିକ୍ଷା ପ୍ରଦାନ କରିବ। ଯୋଉମାନେ ମାନବ ମାନଙ୍କର ପ୍ରକୃତ ଲକ୍ଷ୍ୟ ତାଙ୍କର ମାନେ କାହିଁ କୋଉ ପୁରୁଣା ସଭ୍ୟତାରୁ ଏଇ ସବୁ ଭାଗବତମ ଚାଲି ଆସିଛି ତାର ସବୁ ଶିକ୍ଷା ଦବ। ଆଉ ଯୋଉମାନେ ସାହିତ୍ୟିକ ଧନ୍ୟବାଦ ପ୍ରଭୁ। ସେମାନଙ୍କୁ ପ୍ରଭୁ ସାହିତ୍ୟ ବୁଝିପାରିଲେ ଉପରେ ତ ହରେ ପ୍ରଭୁ? ମାତାଜୀ କଣ କହିବେ? ହରେ କୃଷ୍ଣ ପ୍ରଭୁଜୀ, ଆପଣ ବହୁତ ସୁନ୍ଦର କଥା କହିଲେ କି ଯେମିତି ସ୍କୁଲ କଲେଜରେ ସବୁ ପ୍ରଚଳନ ମାନେ ଆଜ ଏ କୋର୍ସ ଆମେ ଭାଗବତମକୁ ରଖିବା ଉଚିତ, କିନ୍ତୁ କେତେ ଦୂର ପର୍ଯ୍ୟନ୍ତ ଏହା ସଫଳ ହେଇପାରିବ, କେବେ ହବ ସେଟା ବି କିଛି ତାର ମାନେ ସେ ବି ଗୋଟେ ଅନ୍ଧକାର ଭିତରେ ଅଛି। ତ ଆମେ ଆମ ତରଫରୁ ଚେଷ୍ଟା ଜାରି ରଖିବା ଉଚିତ, ଯେମିତି ଆମେ ଛୋଟ ଛୋଟ ସେଣ୍ଟର ଅଛି ଆମର, ଯେମିତି ସବୁ ଛୋଟ ଛୋଟ ସିଟିରେ କି କଣ କି ବଡ ବଡ ଯୋଉ ସେଣ୍ଟର ସେମାନଙ୍କରେ ଯେମିତି ଛୋଟ ଛୁଆ ଆମର ଯୋଉ ଛୋଟ ଛୁଆ ଅଛନ୍ତି ଡିଭୋଟି ମାନଙ୍କର, ତ ସେମାନଙ୍କୁ ନେଇକି ଗୋଟେ ଗୋଟେ କ୍ଲାସ ଯେମିତି ଆମେ ଏଠି ୟୁଏସ ରେ ବି ଆମେ କରୁଛୁ, ଯେମିତିକି ୱିକେଣ୍ଡରେ ସଣ୍ଡେ ଭାଗବତମ କ୍ଲାସ ଗୋଟେ ଯୋଉ ସିନିୟର ଡିଭୋଟିସ୍ ମାନେ କେବଳ ଛୋଟ ଛୁଆ ମାନଙ୍କୁ ନେଇକି ହିଁ କରୁଛନ୍ତି। ତାପରେ ଆମେ ସମର ଭ୍ୟାକେସନରେ ବି ଯେମିତି ସମର କ୍ୟାମ୍ପ ଭଳିଆ କରୁ, ଯୋଉଥିରେ କି ଭାଗବତମର ଷ୍ଟୋରି ସବୁ ନେଇକି ଆମେ କ୍ଲାସ ଦଉ ଏବଂ ଶ୍ରୀମଦ୍ ଭାଗବତମ ଭଗବତ ଗୀତା ଏର ସବୁ ନେଇକି ଆମେ କ୍ଲାସ ଦେଢ ମାସ ଏଭଳି ଆମେ କ୍ଲାସ ଜାରି ରଖୁ। ତ ଏଇଭଳିଆ ସବୁ ଯେତେ ଦୂର ସମ୍ଭବ ଆମ ତରଫରୁ ଆମେ ଯେତେ ଦୂର କରିପାରିବା ସେ ସେତିକି ଆମେ ଆମର ଚେଷ୍ଟା ଜାରି ରଖିବା ଉଚିତ। ତାପରେ ସବୁ ଭଗବାନଙ୍କର ଇଚ୍ଛା, ଯାହା ତାଙ୍କର ଇଚ୍ଛା ଥିବ ତାହା ହବ। ବହୁତ ବହୁତ ଧନ୍ୟବାଦ। ପଙ୍କଜ ନାଥ। ହରେ କୃଷ୍ଣ ପ୍ରଣାମ ପ୍ରଧାନ। ହରିହର ଭକ୍ତ ପ୍ରଭୁ ଯୋଉ କହୁଥିଲେ ଯୋଉ ପଏଣ୍ଟଟା ଯୋଉ ନୃତତ୍ୱ ମାନେ ହ୍ୟୁମାନ ବିହେଭିୟର, ଯେମିତି ମା ଭକ୍ତ ଛାଡିକି ବି ଯେକୌଣସି ଲୋକଙ୍କ ପ୍ରତି ଯୋଉମାନେ ସମାଜରେ ଜଣେ ଭଦ୍ର ବ୍ୟକ୍ତି ବୋଲି ଧରାଯିବ, ଭକ୍ତ ତ ପରେ ମାନେ ଭକ୍ତ ହବା ଆଗରୁ ଭଦ୍ର ବ୍ୟକ୍ତି, ତାଙ୍କ ପାଇଁ ବି ଏଥିରେ ସବୁ ରହିଛି। ଯେମିତି ଏକ୍ଜାମ୍ପଲ କେମିତି ସ୍ୱାମୀ ସ୍ତ୍ରୀ ଭିତରେ କେମିତି ରିଲେସନସିପ ରହିବା ଦରକାର, ଯେମିତି ଦେବଭୂତି ଏବଂ କର୍ଦମୁନି କେମିତି ସେ ତାଙ୍କୁ ସେବା କରୁଥିଲେ, ସେଇଭଳିଆ ଯେମିତି ଭାଇ ଭାଇ ଭିତରେ କେମିତି ରିଲେସନସିପ ଥିବା ଦରକାର, ବା ଯୁଧିଷ୍ଠିର ମହାରାଜ ବା ପାଣ୍ଡବ ମାନଙ୍କର ଅନ୍ୟ ଭାଇ ଅନ୍ୟମାନଙ୍କ ସହିତ କେମିତି ତାଙ୍କର ଡିଲିଂସ ଥିଲା, ଭଗବାନଙ୍କ ସହିତ ତ ଅଲଗା କଥା, କିନ୍ତୁ ସୋସାଇଟିରେ ଯେ ଜେନେରାଲ ଲୋକଙ୍କ ପାଇଁ ବି ଏଇଠି କେମିତି କାହା ସହିତ କେମିତି ଡିଲିଂ କରିବା ଦରକାର, କିଏ କେମିତି ବିହେଭ କରିବା ଦରକାର, ସେଇଟା ଏଇଥିରୁ ବି ଶିକ୍ଷା ମିଳେ। ହରେ କୃଷ୍ଣ ପ୍ରଭୁ। ବହୁତ ବହୁତ ଧନ୍ୟବାଦ।
ତୃତୀୟ ସ୍କନ୍ଧରେ ଆପଣ ମାନେ ଲାଷ୍ଟକୁ ପଢିଲେ ପୁରା ତୃତୀୟ ସ୍କନ୍ଧ ପ୍ରାୟ ପୁରା ସ୍ୱୟଂଭୂ ମାନଙ୍କର ଏବଂ ସ୍ୱୟଂଭୂ ମାନଙ୍କର ତାଙ୍କର ଏବଂ ସତ୍ପୁରୁଷଙ୍କର 3ଟି କନ୍ୟା ଏବଂ 2ଟି ପୁତ୍ର 3ଟି କନ୍ୟାଙ୍କ ମଧ୍ୟରୁ ମଧ୍ୟମ କନ୍ୟା ଦେବତୀଙ୍କ ବିଷୟରେ ବିଶେଷ ଭାବରେ ବର୍ଣ୍ଣନା ଅଧ୍ୟୟନ କଲେ। ଦେବତୀ ଏବଂ କର୍ଦମ ମୁନିଙ୍କର ବିବାହ ପ୍ରସଙ୍ଗ ଏବଂ ଭଗବାନ କପିଳ ଦେବଙ୍କର ଆବିର୍ଭାବ ଏବଂ କପିଳ ଦେବଙ୍କର ଶିକ୍ଷା ବର୍ତ୍ତମାନ ଏଇ ଚତୁର୍ଥ ସ୍କନ୍ଧରେ ଏଇ ମନୁ ମହାରାଜଙ୍କର ଅନ୍ୟ ଆକୃତି ଦେବତୀ ପ୍ରସୂତି ଦେବତୀଙ୍କ ବିଷୟରେ ତୃତୀୟ ସ୍କନ୍ଧରେ କହିଲେ ବର୍ତ୍ତମାନ ପ୍ରସୂତିଙ୍କ ବିଷୟରେ दंडवत प्रणाम प्रभु जी कोटि कोटि जाऊँ प्रभु जी हरे कृष्ण नेटवर्क प्रॉब्लम होती प्राय कोटि कोटि जाऊँ प्रभु जी ठीक अच्छे देखिए आज दिन में चार्ज होता हूँ नेक्स्ट क्लास टू देखिए आगे टेस्ट करना ଆମେ ମାନେ ଶ୍ରବଣ କଲେ ଏଇ ପ୍ରଥମ ଚତୁର୍ଥ ଅଧ୍ୟାୟର ପ୍ରଥମ ଚତୁର୍ଥ ସ୍କନ୍ଧର ପ୍ରଥମ ଅଧ୍ୟାୟରୁ ପ୍ରସୂତି ଏବଂ ଆକୃତି ଆକୃତି ବିବାହ କରୁଛନ୍ତି ରୁଚି ନାମକ ପ୍ରଜାପତିଙ୍କ ସହ এই ଅଧ୍ୟାୟରେ ବିଶେଷ ଭାବରେ ଆକୃତି ବିଷୟରେ ବର୍ଣ୍ଣନା କରା ଏବଂ ପ୍ରସୂତି ବିବାହ କରିବେ ପ୍ରଜାପତି ଦକ୍ଷଙ୍କ ସହ ଏଇଟା ବିସ୍ତାରିତ ଭାବରେ ଦ୍ୱିତୀୟ ସ୍କନ୍ଧରୁ ଦ୍ୱିତୀୟ ଅଧ୍ୟାୟରୁ ସପ୍ତମ ଅଧ୍ୟାୟ ପର୍ଯ୍ୟନ୍ତ ଆଲୋଚନା କରାଯିବ ଏବଂ এই 3ଟି ଜାଗା କନ୍ୟାଙ୍କର ବଂଶରେ ଆକୃତି ଦେବତୀ ସମସ୍ତଙ୍କ ବିଷୟରେ ଭଗବାନ ମଧ୍ୟ ଆବିର୍ଭୂତ ହୋଇଛନ୍ତି ଯେପରି କର୍ଦମ ମୁନି ଏବଂ ଦେବତୀଙ୍କ ଗର୍ଭରୁ ଆସିଲେ କପିଳ ଦେବ ଭଗବାନ ଆକୃତି ରୁଚିଙ୍କ ଗର୍ଭରୁ ଆସିଲେ ଯଜ୍ଞ ନାମକ ଭଗବାନ ଏବଂ ପ୍ରସୂତିଙ୍କ ଯଜ୍ଞ ଏବଂ ଦକ୍ଷ ଏବଂ ପ୍ରସୂତିଙ୍କ ନାତି ହିସାବରେ ଆସିବେ ପିତୃଲୋକ ପିତୃଲୋକଙ୍କ ଗର୍ଭରୁ ଆସିବେ ନରନାରାୟଣ ଭଗବାନ କନ୍ୟାଙ୍କର ବଂଶରୁ ଭଗବାନ ଆସୁଛନ୍ତି ଅଧ୍ୟାୟରେ ଶ୍ରବଣ କରିବେ ମନୁ ମାନଙ୍କର ମନୁ କନ୍ୟାଗଣଙ୍କର ବଂଶ ବିବରଣ ପ୍ରଥମ ଅଧ୍ୟାୟର ନାଁ ଦେଇଛନ୍ତି ଶୋକଏ मैत्रेय उवाच मनोस्तु शतरूपाय त्रिशः कन्याश्च जज्ञिरे आकुति जगश्च प्रसूतिरिति विश्रुतः मैत्रेय मुनि କହିଲେ ମନୁ ତାଙ୍କ ପତ୍ନୀ ଶତରୂପାଙ୍କ ଗର୍ଭରୁ 3ଟି କନ୍ୟା ଉତ୍ପନ୍ନ କଲେ ସେମାନଙ୍କର ନାମ ଆକୁତି ଦେବହୂତି ଏବଂ ପ୍ରସୂତି महाभारत प्रभुपाद महाराज प्रथम परम पूज्य परमराज जगतगुरु श्रीमद भक्ति सिद्धांत सरस्वती गोस्वामी प्रभुपाद महाराज कमल प्रणाम रूप आशीर्वाद समस्त गुरु परंपरा प्रणाम द्वितीय पैराग्राफ चतुर्थ स्कंद संक्षिप्त धारणा प्रदान संक्षिप्त ज्ञान चतुर्थ स्कंद 31 अध्याय अच्छा এই ସବୁ ଅଧ୍ୟାୟରେ ବ୍ରହ୍ମା ଏବଂ ତାଙ୍କର ମନୁଙ୍କର ଦ୍ୱିତୀୟ ସୃଷ୍ଟି ବର୍ଣ୍ଣନା କରାଯାଇଛି ଏବଂ ପ୍ରଥମ ଅଧ୍ୟାୟରେ ସ୍ୱୟଂଙ୍କର 3ଟି କନ୍ୟା ସେମାନଙ୍କର ବଂଶଧର କଥା ବର୍ଣ୍ଣନା କରାଯାଇଛି ତାପରେ 2ରୁ 7 ତାପରେ 6 ଅଧ୍ୟାୟରେ ଦକ୍ଷଙ୍କର ଯଜ୍ଞାନୁଷ୍ଠାନ କିପରି ନଷ୍ଟ ହେଲା ସେ ବିଷୟ ବର୍ଣ୍ଣନା କରାଯାଇଛି ତାପରେ 5ଟି ଅଧ୍ୟାୟ ଧ୍ରୁବ ମହାରାଜଙ୍କ କଥା ବର୍ଣ୍ଣନା କରାଯାଇଛି ତାପରେ 11ଟି ଅଧ୍ୟାୟରେ ପୃଥୁ ମହାରାଜଙ୍କ କଥା ବର୍ଣ୍ଣନା କରାଯାଇଛି ଏବଂ ଲାଷ୍ଟ 8ଟି ଅଧ୍ୟାୟରେ ପ୍ରଚେତମାନଙ୍କ କଥା ବର୍ଣ୍ଣନା ଏବଂ ତା ତଳକୁ କହୁଛନ୍ତି ଯେ ଏଇ 3 କନ୍ୟାଙ୍କ ମଧ୍ୟରେ ଥିବା ଅନ୍ୟତମ କନ୍ୟା ଦେବତୀଙ୍କର କଥା
ତାଙ୍କର ସ୍ୱାମୀ କଦମ ମୁନି ଏବଂ ପୁତ୍ର କପିଳ ମୁନିଙ୍କର କଥା ସବୁ କୁହାଯାଇ ସାରିଛି। ଏ ଅଧ୍ୟାୟରେ ବିଶେଷ କରି ପ୍ରଥମ କନ୍ୟା ଆକୁତିଙ୍କର ବଂଶ ବିସ୍ତାର କଥା କୁହାଯିବ ଏ ଅଧ୍ୟାୟରେ। ଏବଂ ସ୍ୱୟଂଭୁବ ମନୁ ବ୍ରହ୍ମାଙ୍କର ପୁତ୍ର ଅଟନ୍ତି। ବ୍ରହ୍ମାଙ୍କର ଏହାଙ୍କ ବ୍ୟତୀତ ଆହୁରି ଅନେକ ପୁତ୍ର ଥିଲେ। ସ୍ୱୟଂଭୁବ ମନୁ ତ ଆହୁରି ଅନେକ ପୁତ୍ର ଥିଲେ, କିନ୍ତୁ ମନୁଙ୍କର ମନ ବିଶେଷ କରି ମନୁଙ୍କ ବିଷୟରେ ବିଶେଷ ତଥ୍ୟ ବର୍ଣ୍ଣନା କରାଯାଇଛି। କାରଣ କଣ? ସେ ଜଣେ ମହାନ ଭଗବତ ଭକ୍ତ ଥିଲେ। ଭଗବତ ଭକ୍ତ ମାନଙ୍କର ଆଲୋଚନା ପ୍ରଥମ କରାଯାଇଛି। ଏସବୁ ଚ ଶବ୍ଦ ପ୍ରୟୋଗ କରାଯାଇଛି। ଉପର ବର୍ଣ୍ଣ 3 କନ୍ୟାଙ୍କ ବ୍ୟତୀତ ସ୍ୱୟଂଭୁ ମନୁଙ୍କର ଆହୁରି ମଧ୍ୟ 2ଟି ପୁତ୍ର ଥିଲେ, ପ୍ରିୟବ୍ରତ ଏବଂ ଉତ୍ଥାନ। ଏ ବିଷୟରେ ପରେ ଆଲୋଚନା କରାହେବ। ସପ୍ତମ ସ୍କନ୍ଧରେ ଆପଣ ପାଇବେ ଏବଂ ଏଇ ଅଧ୍ୟାୟରେ ବି ପାଇବେ, ଏଇ ସ୍କନ୍ଧରେ ବି ପାଇବେ ଧ୍ରୁବ ମହାରାଜ କଥା। ତାପରେ 2 ନମ୍ବର ଶ୍ଲୋକ ଆକୁତିଂ ରୁଚେ ପ୍ରଦାଦତି ତ୍ରୁମତିଂ ମୁଠ ପୁତ୍ରିକା ଧର୍ମମ୍ ଆଶ୍ରିତ୍ୟ ଶତରୂପା ଅନୁମୋଦିତ। ଆକୁତିଙ୍କର 2ଟି ଭାଇ ଥିଲେ, କିନ୍ତୁ ତା ସତ୍ତ୍ୱେ ସ୍ୱୟଂଭୁବ ମନୁ ତାହାକୁ ପ୍ରଜାପତି ରୁଚିକୁ ଏହି ସତ୍ୟରେ ପ୍ରଦାନ କଲେ ଯେ ଆକୁତିଙ୍କ ଠାରୁ ଜନ୍ମିତ ପୁତ୍ର ତାହାକୁ ମାନେ ମନୁକୁ ପୁତ୍ର ରୂପେ ପ୍ରଦାନ କରାଯାଏ। ସେ ତାଙ୍କର ପତ୍ନୀ ଶତରୂପାଙ୍କର ଅନୁମୋଦନ କ୍ରମେ ଏହା କରିଥିଲେ, ଅର୍ଥାତ୍ ପୁତ୍ରିକା ଧର୍ମ ଅନୁସାରେ ସେ କନ୍ୟା ପ୍ରଦାନ କରିଥିଲେ। ଏ ଭାବାର୍ଥର ଜଣେ ପଢନ୍ତି। ପଢିବି ବେଳେ ହଉଛୁ। ବେଳେ ଏକ ପୁତ୍ରହୀନ ପିତା ତାହାଙ୍କର କନ୍ୟାକୁ ଏକ ସର୍ତ୍ତ ରୂପ କରି ଏକ ପୁରୁଷକୁ ଦାନ କରନ୍ତି। ସର୍ତ୍ତଟି ହେଉଛି ସେ କନ୍ୟାଠାରୁ ଜାତ ହେବା ପୁତ୍ରଟି ତାହାଙ୍କୁ ଅର୍ଥାତ୍ କନ୍ୟା ପିତାଙ୍କୁ ପୁତ୍ର ରୂପେ ଦାନ କରାଯିବ। ଅର୍ଥାତ୍ କନ୍ୟା ପିତା ସେ ପୁତ୍ରକୁ ତାହାଙ୍କର ଉତ୍ତରାଧିକାରୀ ସୂତ୍ରରେ ପାଳିତ ପୁତ୍ର ରୂପେ ଗ୍ରହଣ କରିବେ। ଏହାକୁ ପୁତ୍ରିକା ଧର୍ମ କୁହାଯାଏ। ଅର୍ଥାତ୍ ଯେଉଁ ଧର୍ମାନୁଷ୍ଠାନ କରି ଏକ ପୁତ୍ରହୀନ ପିତା ପୁତ୍ର ଲାଭ କରେ ତାହା ହେଉଛି ପୁତ୍ରିକା ଧର୍ମ। କିନ୍ତୁ ଆମେ ଏଠାରେ ମନୁଙ୍କର ଅସାଧାରଣ ବ୍ୟବହାର ଦେଖୁଛୁ। କାରଣ ମନୁଙ୍କର 2ଟି ପୁତ୍ର ଥିବା ସତ୍ତ୍ୱେ ସେ ତାହାଙ୍କର ପ୍ରଥମ କନ୍ୟା ପ୍ରଜାପତି ରୁଚିଙ୍କୁ ଏହି ସର୍ତ୍ତରେ ପ୍ରଦାନ କଲେ ଯେ ତାଙ୍କର କନ୍ୟାର ଆକୁତିଙ୍କ ଠାରୁ ଯେଉଁ ପୁତ୍ର ଜନ୍ମ ହେବ ତାହା ମନୁଙ୍କୁ ପୁତ୍ର ରୂପେ ପ୍ରଦାନ କରାଯିବ। ଶ୍ରୀଲ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହା ଉପରେ ଭାଷ୍ୟ ଦେଇ କହିଛନ୍ତି ଯେ ରାଜା ମନୁ ଜାଣିଥିଲେ ଯେ ଆକୁତିଙ୍କ ଗର୍ଭରୁ ଭଗବାନ ଜନ୍ମ ଗ୍ରହଣ କରିବେ, ତେଣୁ ତାହାଙ୍କର 2ଟି ପୁତ୍ର ଥିବା ସତ୍ତ୍ୱେ ସେ ଆକୁତିଙ୍କର ଗର୍ଭଜାତ ପୁତ୍ରକୁ ଲାଭ କରିବାକୁ ଚାହିଁଥିଲେ, କାରଣ ସେ ଭଗବାନଙ୍କୁ ତାହାଙ୍କର ପୁତ୍ର ପୌତ୍ର ରୂପରେ ପାଇବାକୁ ଇଚ୍ଛା କରିଥିଲେ। ମନୁ ମାନବମାନଙ୍କ ନିମିତ୍ତ ଆଇନ ପ୍ରଣୟନକାରୀ ଅଟନ୍ତି ଏବଂ ଯେହେତୁ ସେ ସ୍ୱୟଂ ପୁତ୍ରିକା ଧର୍ମ ଅନୁଷ୍ଠାନ କରିଥିଲେ, ତେଣୁ ମାନବଗଣ ତାହା ଅନୁଷ୍ଠାନ କରିପାରିବେ ବୋଲି ସୂଚିତ ହୁଏ। ତେଣୁ ଯଦିଓ କୌଣସି ବ୍ୟକ୍ତିଙ୍କର ଏକ ପୁତ୍ର ଥାଇପାରନ୍ତି, ତଥାପି ଯଦି ସେ ତାହାଙ୍କ କନ୍ୟାଙ୍କର କୌଣସି ଏକ ପୁତ୍ରକୁ ଲାଭ କରିବା ନିମିତ୍ତ ଇଚ୍ଛା କରନ୍ତି, ତାହେଲେ ସେ ପୁତ୍ରିକା ଧର୍ମ ସର୍ତ୍ତ ଅନୁଯାୟୀ କନ୍ୟା ପ୍ରଦାନ କରିପାରନ୍ତି। ଏହା ମଧ୍ୟ ଶ୍ରୀଲ ଜୀବ ଗୋସ୍ୱାମୀଙ୍କର ମତ ଅଟେ। ହରେ କୃଷ୍ଣ। ଧନ୍ୟବାଦ। ଏଠି ପ୍ରଶ୍ନ ହେଇପାରେ ଯେ ମନୁ ମହାରାଜଙ୍କର 2ଟି ପୁତ୍ର ଥିଲେ, ପ୍ରିୟବ୍ରତ ଏବଂ ଉତ୍ଥାନ, ତାପରେ ବି ସେ ତାଙ୍କର କନ୍ୟାଙ୍କର ପୁତ୍ରକୁ କଣ ପାଇଁ ପୁତ୍ର ରୂପେ ଗ୍ରହଣ ଚାହିଁଲେ? ସେଠି ମନୁ ମହାରାଜ ଲେଖିଛନ୍ତି ନା, ମନୁ ମହାରାଜ ଜାଣିଥିଲେ ଯେ ତାଙ୍କର ଯୋଉ ପୁତ୍ର ଯିଏ ଆସି ପୁତ୍ର ସିଏ ଜଣେ ଭଗବାନଙ୍କ ସ୍ୱରୂପ ହେବେ ବୋଲି, ତେଣୁ ସେ ତାଙ୍କୁ ଚାହୁଁଥିଲେ ମନୁ ପୁତ୍ର ମହାରାଜ ଭାବରେ ପାଳନ କରିବେ। ଜଣେ ଭଗବାନଙ୍କର ପରମ ବୈଷ୍ଣବ ମାନେ ଶୁଦ୍ଧ ଭକ୍ତ ଥିଲେ। ଯେହେତୁ ପ୍ରିୟବ୍ରତ ଉତ୍ଥାନ ପାତ୍ର 2ଟି ପୁତ୍ର ଥିଲେ, ତଥାପି ସେ ଜାଣିପାରିଥିଲେ ତାଙ୍କର କନ୍ୟାଙ୍କର ଗର୍ଭରୁ ଭଗବାନ ଆବିର୍ଭାବ ହେବେ ଏବଂ ସେ ଭଗବାନଙ୍କୁ ସେ ପୁତ୍ର ରୂପେ ପାଇବା ପାଇଁ ସେ ପୁତ୍ରିକା ଧର୍ମ ଅବଲମ୍ବନ କଲେ। ପୁତ୍ର ଥାଇ ମଧ୍ୟ ଯଦି ଜଣେ ପିତା ତାଙ୍କର କନ୍ୟାଙ୍କର ଗର୍ଭରେ ଥିବା ଆସୁଥିବା ପୁତ୍ରକୁ ପୁତ୍ର ରୂପେ ଗ୍ରହଣ କରିପାରିବେ, ଏଇଟା ମନୁ ମହାରାଜ କରିକି ଦେଖେଇଛନ୍ତି ଏବଂ ମନୁଷ୍ୟ ଜାତି ପାଇଁ ଏଇଟା
ପ୍ରେରଣା। ଯେହେତୁ ମନି ମହାରାଜ ହଉଛନ୍ତି ମାନବ ଜାତିର ଉପାଧି ଲେଖିଲେ ଅନୁପ୍ରାଣିତ ବା ମାନବ ମାନଙ୍କ ନିମିତ୍ତ ଆଇନ ପ୍ରଣୟନ ତାଙ୍କ ଯୁବବର୍ଷ ମଧ୍ୟ ଆମର ଏଇ ମତ ସ୍ୱୀକାର କରିଛନ୍ତି ଏବଂ ବା ଏହା ଯୁବବର୍ଷଙ୍କର ମତ। ପ୍ରଜାପତି ସ ଭଗବାନ ରୁଚିସ୍ତ ଅଜୀଜନତ ମିଥୁନଂ ବ୍ରହ୍ମ ବର୍ଚସ୍ୟ ପରମେଣ ସମାଧିନ। ବ୍ରହ୍ମତେଜା ଐଶ୍ୱର୍ଯ୍ୟବାନ ପ୍ରଜାପତି ରୁଚି ଅତିଶୟ ଚିତ୍ତ ସଂଯମ ଦ୍ୱାରା ସ୍ୱୀୟ ପତ୍ନୀ ଆକୁତିଙ୍କ ଗର୍ଭରେ ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ଉତ୍ପାଦନ କରିଥିଲେ। ବ୍ରହ୍ମ ବର୍ଚସ୍ୟ ଏ ଶବ୍ଦଟି ବହୁତ ତାତ୍ପର୍ଯ୍ୟପୂର୍ଣ୍ଣ। ଗୋପାଦ ମହାରାଜ ଏ ଶବ୍ଦ ଉପରେ ବହୁତ ବିଶେଷ ଭାବରେ ବ୍ୟାଖ୍ୟା କରୁଛନ୍ତି ଯେ ବ୍ରାହ୍ମଣର କଣ ଗୁଣ ହେବା ଦରକାର। ଶ୍ରୀମଦ୍ ଭଗବତ ଗୀତା ଅଧ୍ୟାୟ 18-42 ନମ୍ବର ଶ୍ଲୋକରେ ଭଗବାନ କହିଛନ୍ତି ବ୍ରାହ୍ମଣର ଗୁଣ କର୍ତ୍ତବ୍ୟ ବିଷୟରେ ଏବଂ ଜଣେ ବ୍ରହ୍ମବନ୍ଧୁ ହେବା ଦରକାର। ବ୍ରହ୍ମବନ୍ଧୁ ହେଲେ ସେ ସ୍ତ୍ରୀ ଏବଂ ଶୂଦ୍ରଙ୍କ ସହିତ ସମାନ ହେଇଛି। ବର୍ତ୍ତମାନ ସମାଜରେ ଯାହା ସ୍ପଷ୍ଟ ଭାବରେ ଦେଖାଯାଉଛି ଏବଂ ଏଇ ଶ୍ଲୋକରେ ଦେଖାଯାଉଛି ପୁତ୍ର ଏବଂ କନ୍ୟା ବିବାହ କରିଥିଲେ। ଭଗବାନଙ୍କ ତାଙ୍କର ଯୋଉ ଗୋଟିଏ ପୁତ୍ର ଗୋଟେ କନ୍ୟା ହେଇଥିଲା ଆକୁତିଙ୍କ ଗର୍ଭ। ପୁତ୍ରକୁ ତ ନେଇଗଲେ ତାଙ୍କର ମନୁ ମହାରାଜ, କିନ୍ତୁ କନ୍ୟା ଯିଏ ଥିଲେ ସେ ଭଗବାନଙ୍କର ଶକ୍ତି ଏବଂ ପୁତ୍ର କନ୍ୟାକୁ ବିବାହ କରିଥିଲେ ଭାଇ ଭଉଣୀ। ଯଦିଓ କଳିଯୁଗର ମନା ଏବଂ ସେତେବେଳେ ବ୍ରହ୍ମାଣ୍ଡ ସୃଷ୍ଟି ହେଉଥିଲା ଭଗବାନ ଏବଂ ତାଙ୍କର ଶକ୍ତି ସେ ଯଦିଓ ଗୋଟେ ମା ଘରକୁ ଆସିଥିଲେ କିନ୍ତୁ ତାଙ୍କର ନିଜ ସ୍ଥିତିରେ ସେ କେବେ ପତନ ହୁଅନ୍ତି ନାହିଁ। ତେଣୁକରି ଭଗବାନଙ୍କର ଏଇ କଥାକୁ ବୁଝିବା ଆମ ପାଖରେ ବଡ ମାନେ କଷ୍ଟକର ବ୍ୟାପାର। ତେଣୁକରି ଭଗବାନ ଶ୍ରୀମଦ୍ ଭଗବତ ଗୀତାର 4th ଅଧ୍ୟାୟ 9 ନମ୍ବର ଶ୍ଲୋକରେ କହିଲେ ଜନ୍ମ କର୍ମ ଚମେ ଦିବ୍ୟ ଏବଂ ଯୋଗ ଲୋକ ପ୍ରଶ୍ନ କରେ ସେ ଭାଇ ଭଉଣୀ ହେଇକି କିପରି ବିବାହ କରନ୍ତି। ନା ଭଗବାନଙ୍କର ଲୀଳାକୁ ଆମେ ଅନୁକରଣ କରିପାରିବା ନାହିଁ। ଯସ୍ତୟ ପୁରୁଷ ସାକ୍ଷାତ ବିଷ୍ଣୁ ଯଜ୍ଞ ସ୍ୱରୂପ ସ୍ତ୍ରୀ ସା ଦକ୍ଷିଣା ଭୂତେରଂଶ ଭୂତା ନ ପାଇ। ଆକୁତିଙ୍କର ଯୋଉ ଦୁଇଟି ସନ୍ତାନ ଜନ୍ମ ହେଲେ ତନ୍ମଧ୍ୟରୁ ପୁରୁଷ ସନ୍ତାନଟି ଅର୍ଥାତ୍ ପୁତ୍ରଟି ସାକ୍ଷାତ ବିଷ୍ଣୁଙ୍କର ଅବତାର ଥିଲେ। ତାଙ୍କର ନାମ ଥିଲା ଯଜ୍ଞ। ଏହା ହେଉଛି ଭଗବାନ ବିଷ୍ଣୁଙ୍କର ଏକ ନାମ। କନ୍ୟାଟି ଅର୍ଥାତ୍ ସ୍ତ୍ରୀ ସନ୍ତାନଟି ଭଗବାନ ବିଷ୍ଣୁଙ୍କର ଶାଶ୍ୱତ ପତ୍ନୀ ଲକ୍ଷ୍ମୀ ଦେବୀଙ୍କର ଅଂଶଭୂତ ଥିଲେ। ଯୋଉ କଥା ଟିକେ ପୂର୍ବରୁ ଆମେ ଆଲୋଚନା କରିଥିଲେ। ଭାଗ୍ୟଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ନିତ୍ୟ ପତ୍ନୀ। ବିଷ୍ଣୁ ଓ ଲକ୍ଷ୍ମୀ ଦେବୀ ଏକ ସମୟରେ ଆକୁତିଙ୍କ ଠାରୁ ଜାତ ହେଇଥିଲେ। ଭଗବାନ ଓ ତାଙ୍କର ପତ୍ନୀ ଭୌତିକ ସୃଷ୍ଟିର ଉର୍ଦ୍ଧ୍ୱରେ ନାରାୟଣ ପର ଅବ୍ୟକ୍ତ। ତେଣୁ ସେମାନଙ୍କ ନିତ୍ୟ ସମ୍ବନ୍ଧ କେବେ ହେଲେ ପରିବର୍ତ୍ତିତ ହୋଇ ନପାରେ ଏବଂ ଆକୁତିଙ୍କ ଠାରୁ ଜାତ ପୁତ୍ର ଯଜ୍ଞ ପରେ ଲକ୍ଷ୍ମୀ ଦେବଙ୍କୁ ବିବାହ କରିଥିଲେ। ଯୋଉ କଥାର 4 ନମ୍ବର ଶ୍ଲୋକରେ ବିସ୍ତାର ଭାବରେ ବର୍ଣ୍ଣନା। ଆନିନ୍ୟ ସ୍ୱଗୃହଂ ପୁତ୍ର୍ୟାଃ ପୁତ୍ରଂ ବିତ୍ତତରୋର୍ଚିଷଂ ସ୍ୱୟଂଭୁବ ମୁଦାଯୁକ୍ତ ରୁଚି ଜଗ୍ରାହ ଦକ୍ଷିଣାମ୍। ସ୍ୱୟଂଭୁବ ମନୁ ଅତି ହର୍ଷ ଚିତ୍ତରେ ଅତି ସୁନ୍ଦର ଯଜ୍ଞ ନାମକ ପୁତ୍ରକୁ ସ୍ୱଗୃହକୁ ଆଣିଲେ ଏବଂ ତାଙ୍କର ଜାମାତା ରୁଚି ଦକ୍ଷିଣା ନାମ୍ନୀ କନ୍ୟାକୁ ରଖିଲେ।
ଏଠି ମନୁ ମହାରାଜ ଖୁସି ହେଇଥିଲେ ଯେତେବେଳେ ସେ ଶୁଣିଲେ ଯେ ତାଙ୍କର ଯୋଉ ଆକୃତିଙ୍କର ଗର୍ଭରୁ 2ଟି ସନ୍ତାନ ଜାତ ହେଇଛନ୍ତି, ଜଣେ ପୁତ୍ର ଏବଂ ଜଣେ ପୁତ୍ରୀ। କଣ ପାଇଁ ନା ଯଦି ଗୋଟିଏ ପୁତ୍ର ହେଇଥାନ୍ତେ, ଯଦି ମନୁ ମହାରାଜ ନେଇ ଆସିଥାନ୍ତେ, ହୁଏତ ତାଙ୍କର ମାନେ କନ୍ୟା ଏବଂ ଜାମାତା ମନରେ କାଳେ ଟିକେ କଷ୍ଟ ଅନୁଭବ କରିଥାନ୍ତେ। ଭଗବାନ କୃପା କରି ଭଗବାନ ନିଜେ ଏବଂ ତାଙ୍କର ଶକ୍ତି ସ୍ୱରୂପିଣୀ ମା ଲକ୍ଷ୍ମୀଙ୍କୁ ପଠେଇ ନେଇ ଆସିଲେ, ଯାହା ଫଳରେ ତାଙ୍କର ମଧ୍ୟ ମନଗଣା ହେଲାନି, ତାଙ୍କ ପାଖରେ ମଧ୍ୟ ଜଣେ ସନ୍ତାନ ରହିଲେ। ଭଗବାନ ବିଷ୍ଣୁଙ୍କର ଏକ ନାମ ହଉଛି ଯଜ୍ଞ, କାରଣ ସେ ବେଦ ମାନଙ୍କର ପ୍ରଭୁ ଅଟନ୍ତି। ଯଜୁଃସାମପତି, ଏଇଥିରୁ ଯଜ୍ଞ ନାମ ଆସିଛି। ଯଜୁର୍ବେଦରେ ଯଜ୍ଞ ଅନୁଷ୍ଠାନର ବିଭିନ୍ନ ପଦ୍ଧତି ଅଛି। ଏସବୁ ଯଜ୍ଞର ଫଳ ଭୋକ୍ତା ହେଉଛନ୍ତି ଭଗବାନ ବିଷ୍ଣୁ। ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ କୁହାଯାଇଛି ଯଜ୍ଞାର୍ଥ କର୍ମଣ। ତୃତୀୟ ଅଧ୍ୟାୟରେ ଭଗବାନ ଏ ବିଷୟରେ କହୁଛନ୍ତି। ତୃତୀୟ ଅଧ୍ୟାୟରେ ଶ୍ଲୋକ ନମ୍ବର 9ରେ ଥିବ। ଯଜ୍ଞାର୍ଥ କର୍ମଣ ଅନ୍ୟତ୍ର ଲୋକ ଅୟଂ କର୍ମ ବନ୍ଧନ ତଦର୍ଥ ମୁକ୍ତ ସଂଘ ସମାଚାର। ଭଗବାନଙ୍କ ପ୍ରୀତି ପାଇଁ ବା ଯଜ୍ଞାର୍ଥ କର୍ମ କଲେ ସେଥିରେ କୌଣସି ବନ୍ଧନରେ ବ୍ୟକ୍ତି ପଡେ ନାହିଁ। ତେଣୁ ଭଗବାନଙ୍କ ପାଇଁ କର୍ମ କରିବୁ ଯଥେଷ୍ଟ। ତାଂ କାମୟାନାନ୍ ଭଗବାନ ଉଭା ଯଜୁଷାଂପତି ତୁଷ୍ଟାୟନ ତୋଷମ ଆପନ୍ନ ଅଜନୟତ ଦ୍ୱାଦଶ ଆତ୍ମଦାନ। ଯଜ୍ଞପତି ବିଷ୍ଣୁ ପରେ ଦକ୍ଷିଣାକୁ ବିବାହ କଲେ। ସେ ଦକ୍ଷିଣା ଭଗବାନଙ୍କୁ ପତି ରୂପେ ପାଇବା ନିମିତ୍ତ ଅତ୍ୟନ୍ତ ଆଗ୍ରହୀ ଥିଲା ଏବଂ ଏହି ପତ୍ନୀଙ୍କ ଗର୍ଭରୁ ଭଗବାନ ଅତ୍ୟନ୍ତ ଆନନ୍ଦରେ 12ଟି ସନ୍ତାନ ଜାତ। ଭଗବାନ ବିବାହ କରିବା ପରେ 12ଟି ସନ୍ତାନ ଜାତ କରିଛନ୍ତି ଏବଂ ସେ 12ଟି ସନ୍ତାନଙ୍କର ନାଁ ପରବର୍ତ୍ତୀ ଶ୍ଲୋକରେ କୁହାଯିବ। ପ୍ରଭୁପାଦ ଏଠି ଭାବାର୍ଥ କହିଛନ୍ତି ଶ୍ରୀ ଚାଣକ୍ୟ ପଣ୍ଡିତଙ୍କର ନୀତି ଶ୍ଲୋକରେ କୁହାଯାଇଛି ଯେ ଯଦି ପତି ଓ ପତ୍ନୀ ପରସ୍ପର ପ୍ରତି ସନ୍ତୁଷ୍ଟ ଥାଆନ୍ତେ ତାହେଲେ ଲକ୍ଷ୍ମୀ ଦେବୀ ସତତ ସେଠାରେ ବିରାଜମାନ କରିଥାନ୍ତି। ଯୋଉଟା କି ଆମର କିଛି ସମୟ ପୂର୍ବରୁ ପଙ୍କଜନା ପ୍ରଭୁ ଗୋଟେ ପଏଣ୍ଟ କହିଲେ, ଯୋଉ ବିଷୟରେ ହରିହର ପ୍ରଭୁ ପଚାର ପ୍ରଶ୍ନ କରିବା ପରେ ପତି ପତ୍ନୀ ମଧ୍ୟରେ ସମ୍ପର୍କ କେମିତି ହେବ। ଚାଣକ୍ୟ କହୁଛନ୍ତି ସେ ଶ୍ଲୋକଟା ସା ଭାର୍ଯ୍ୟାୟା ଶୁଚି ଦକ୍ଷା ସା ଭାର୍ଯ୍ୟାୟା ପତିବ୍ରତ ସା ଭାର୍ଯ୍ୟାୟା ପତିବ୍ରତା ସା ଭାର୍ଯ୍ୟାୟା ସତ୍ୟବାନ। ଶୁଚି ଦକ୍ଷ ପତିବ୍ରତା ପତିବ୍ରତା ଏବଂ ସତ୍ୟବାଦୀ ହେବା ଦରକାର, ବିଶେଷ କରି ସ୍ତ୍ରୀ। ତାହେଲେ ସେ ଘର ବହୁତ ସୁନ୍ଦର ଭାବରେ କୌଣସି ବିନା ଡିଷ୍ଟର୍ବାନ୍ସ ଆଗେଇ ଯାଏ। ଏବଂ ଭାବାର୍ଥର ଲାଷ୍ଟ ଆଡକୁ ପ୍ରଭୁପାଦ ଲେଖୁଛନ୍ତି ସେମାନେ ପରସ୍ପର ବ୍ୟବହାରରେ ସନ୍ତୁଷ୍ଟ ରୁହନ୍ତି ତାହେଲେ ସୁସନ୍ତାନ ନିଶ୍ଚିତ ଭାବେ ଜାତ ହେବ। ଯଦି ପତି ପତ୍ନୀ ପରସ୍ପର ବ୍ୟବହାର ସନ୍ତୁଷ୍ଟ ରୁହନ୍ତି ସୁସନ୍ତାନ ଜାତ ହେବ। ଏହିପରି ଭାବରେ ସମଗ୍ର ଜଗତ ଶାନ୍ତିପୂର୍ଣ୍ଣ ହୋଇପାରିବ। ସୁସନ୍ତାନ ଆସିଲା ମାନେ ସେମାନେ ଦେଶର ଭବିଷ୍ୟତ। ସେମାନଙ୍କ ଦ୍ୱାରା କୌଣସି ଜଗତର କୌଣସି ଅମଙ୍ଗଳ ବା କାର୍ଯ୍ୟ କରାଯିବ ନାହିଁ। ତେଣୁକରି ଜଗତର ଶାନ୍ତି ରହିବ। କିନ୍ତୁ ଦୁର୍ଭାଗ୍ୟବଶତଃ ଏ କଳିଯୁଗରେ ଆଦର୍ଶ ପତି ପତ୍ନୀ ନାହାନ୍ତି। ତେଣୁ ଅବାଞ୍ଛିତ ସନ୍ତାନ ବା ବର୍ଣ୍ଣ ସଂକର ଜାତି ହେଉଛନ୍ତି ଏବଂ ଆଧୁନିକ ଜଗତରେ ଶାନ୍ତି ଓ ସମୃଦ୍ଧି ଦେଖା ଦେଉନାହିଁ। ଦୁର୍ଭାଗ୍ୟବଶତଃ ଏ କଳିଯୁଗରେ ଆଦର୍ଶ ପତି ପତ୍ନୀ ନାହାନ୍ତି। ତେଣୁ ଅବାଞ୍ଛିତ ସନ୍ତାନ ବା ବର୍ଣ୍ଣ ସଂକର ଜାତ ହେଉଛନ୍ତି। ଏଥିପ୍ରତି ବହୁତ ଧ୍ୟାନ ଦେଲେ ଜଗତର କଲ୍ୟାଣ ହେବ। ବିଶେଷ କରି ପତି ପତ୍ନୀ ସମ୍ପର୍କ ପବିତ୍ର ବୁଝାମଣା ଭିତରେ ରହିବା ଦରକାର।
7 नंबर से तोषः प्रतोषः सन्तोषः भद्रः शान्तिरिडस्पतिः ईदमः कवि विभु स्वर्ण सुदेव रोचनो विशक्ष। जो 12 जन पुत्र यज्ञ और दक्षिणाग्रह जन्म हेले सेमानकर नाम है तोष प्रतोष संतोष भद्र शांति इडस्पति ईदम कवि विभु स्वम सुदेव और रोचन। भगवान केबे केबे एथि कहले भगवान कर 12 संतान नाम एवं ये पर शोकर कहिबे जे बेले बेले देखबे उपयुक्त व्यक्ति इंद्र पदवी ब्रह्मा पदवी एवं बेले बेले राजा पदवी न मिलवा द्वारा भगवान निजे आसନ୍ତି अंश हिसाब से भगवान आसନ୍ତି यही पदवी संभालନ୍ତି। तुषिता नामते देवा आसन स्वयं भुवंतरे मरीचि मिश्रा ऋषय यज्ञासुर गणेश्वर। स्वयंभुव मन के समय ए समस्त पुत्र समष्टिगत भाव तुषित नामक देवता है 12 जन पुत्र तुषित नामक देवता है। मरीचि सप्तर्षि मध्य मुख्य है यज्ञ देवता मानक राजा इंद्र है से इंद्र उपयुक्त व्यक्ति नथिले यज्ञ भगवान निजे इंद्र है। भावार्थ कहते स्वयंभुव मनुष्य जीवन काल तुषित नामक देवता मानक मरीचि आदि ऋषि मानक देवराज यज्ञ वंशधर ठार 6 प्रकार जीव जाते हैं समस्त ब्राह्मण को समस्त ब्रह्मांड को प्रजागण भक्ति करने निमित्त भगवान आदेश अनुसार वंश विस्तार कर 6 प्रकार किए किए मनु देव मनुपुत्र अंशावतार सुरेश्वर और ऋषि नाम पड़े। यज्ञ भगवान अवतार होता देवता मान नेता बा राजा इंद्र है। यज्ञ जेहतु भगवान अवतार तेणुक से देवता मान समस्त जो देवराज इंद्र कहते हैं देवता मान राजा से सब इंद्र है। एवं 9 वर्ष पर प्रियव्रत उत्तानपाद विषय आलोचना कर स्वयंभुव मनुकर 2 पुत्र प्रियव्रत और उत्तानपाद अत्यंत शक्तिशाली राजा है एवं से समय पुत्र और पुत्र चतुर्दिगरे पर्याप्त है किपर ध्रुव महाराज आसले ध्रुव महाराज शासन कले सब विषय आपण मैंने धीरे धीरे इस संदर्भ पाइबे। विशेष सप्तम अध्याय प्रियव्रत और उत्तानपाद विषय आसवे कहते हे प्रिय पुत्र स्वयंभुव मनु ताकर अति प्रिय कन्या देववती को कर्दमनु को प्रदान कले मुझे कथा तुमको कही सारी एवं तुम्हें संबंध प्राय सब कथा शुणी सारी। 10 नंबर शकर कहते तृतीय स्कंद जहाँ से कहते देवहूति मध्यम कन्या विषय देवहूति एवं कर्दमनु विषय जान बर्तमान 11 नंबर शकर कहे स्वयंभुव मनु ताकर कन्या प्रसूति को ब्रह्मापुत्र दक्ष प्रजापति को प्रदान कले दक्ष वंशधर गण त्रिभुवन विस्तृत होती। कर्दम मुनिकर 9 जन कन्या को 9 जन महर्षि को से प्रदान तुमको सारी वर्तमान से 9 जन कन्या वंशधर मान कथा वर्णना कर तुम शुण। 11 नंबर कहते स्वयंभुव मनु और कन्या स्वयंभुव मनु कन्या प्रसूति दक्ष सहित विवाह करेंगे एवं से वंशधर त्रिभुवन विस्तृत भाव रही पुणी आलोचना करेंगे। कहते वर्तमान जो कर्दम मुनि जो 9 कन्या विवाह करते से विषय कही सारी वर्तमान केवल जड़े कन्या विषय कहते किए ना प्रथम कन्या
ଏବଂ ତାହା ବର୍ତ୍ତମାନ ମୋଠୁ ଶୁଣିବେ। ଏ ଯୋଉ 12 ଜଣ ସ୍ୱୟଂଭୂ ଯୋଉ କନ୍ୟା ଏବଂ ତାଙ୍କର ଜାମାତା, 9 ଜଣ କନ୍ୟା ଏବଂ 9 ଜଣ ଜାମାତା। ଏବେ ତୃତୀୟ ସ୍କନ୍ଧରେ ଆପଣମାନେ ଶୁଣିଛନ୍ତି କଳା, ଅନୁସୟା, ଶ୍ରଦ୍ଧା, ହବିର୍ଭୁ, ଗତି, କ୍ରିୟା, ଖ୍ୟାତି, ଅରୁନ୍ଧତୀ, ଶାନ୍ତି। କଳାଙ୍କର ସ୍ୱାମୀ ହେଲେ ମରିଚି, ଅନୁସୟାଙ୍କର ଅତ୍ରି, ଶ୍ରଦ୍ଧାଙ୍କର ଅଙ୍ଗିରସ, ହବିର୍ଭୁଙ୍କର ପୁଲସ୍ତ, ଗତିଙ୍କର ପୁଲହ, କ୍ରିୟାଙ୍କର କ୍ରତୁ, ଖ୍ୟାତିଙ୍କର ଭୃଗୁ, ଅରୁନ୍ଧତୀଙ୍କର ବଶିଷ୍ଠ, ଶାନ୍ତିଙ୍କର ଅଥର୍ବ। ଏମାନେ ହେଲେ ପତି ପତ୍ନୀ। ଏବଂ କଳା ଏବଂ ମରିଚଙ୍କଠୁ ଆସିଲେ କଶ୍ୟପ ଓ ପୂର୍ଣ୍ଣିମା, ଅତ୍ରି ଅନୁସାଦାଙ୍କର ଆସନ୍ତି ସୋମ, ଦତ୍ତାତ୍ରେୟ, ଦୁର୍ବାସା। এই ବିଷୟରେ ଏଠି ଆଲୋଚନା କରାହବ। ଏଇ ଆଉ କିଛି ଗୋଟେ ଦିଟା ଶ୍ଲୋକ ପରେ 13 ନମ୍ବର ଶ୍ଲୋକରେ କହୁଛନ୍ତି କର୍ଦମ ମୁନିଙ୍କର କଳା ନାମିନୀ ଯୋଉ କନ୍ୟା ମରିଚକୁ ବିବାହ କରିଥିଲେ, ସେ କଶ୍ୟପ ଓ ପୂର୍ଣ୍ଣିମା ନାମକ ଦୁଇଟି ସନ୍ତାନ ଜନ୍ମ। ସେମାନଙ୍କର ବଂଶ ସମଗ୍ର ଜଗତରେ ମଧ୍ୟ ପର୍ଯ୍ୟାପ୍ତ ହୋଇଅଛି। ତାପରେ ହେ ପ୍ରିୟ ବିଦୁର, କଶ୍ୟପ ଓ ପୂର୍ଣ୍ଣିମା ଦୁଇ ପୁତ୍ରଙ୍କ ମଧ୍ୟରୁ ପୂର୍ଣ୍ଣିମା ବିରଜ, ବିଶ୍ୱ ଓ ଦେବକୁଲ୍ୟା ନାମକ 3ଟି ସନ୍ତାନ ଜାତ। ଏ 3ଟିଙ୍କ ମଧ୍ୟ ଦେବକୁଲ୍ୟା ହେଉଛନ୍ତି ଭଗବାନ ହରିଙ୍କର ପଦଭୁକ୍ତ କରିଥିବା ଜଳ, ଯାହା ପରେ ସ୍ୱର୍ଗରେ ଗଙ୍ଗା ରୂପରେ ପରିଣତ ହେଇଯାଏ। ଗଙ୍ଗା ମା ଗଙ୍ଗାଙ୍କର ଆବିର୍ଭାବର ଏଠି ଇତିହାସ ଆପଣଙ୍କୁ ମିଳୁଛି ଆମମାନଙ୍କୁ। ଦେବକୁଲ୍ୟା ହେଉଛନ୍ତି ଭଗବାନ ହରିଙ୍କର ପଦଧୌତ କରିଥିବା ଜଳ, ଯାହା ପରେ ସ୍ୱର୍ଗରେ ଗଙ୍ଗା ରୂପରେ ପରିଣତ ହେଇଯାଏ। ଭାବାର୍ଥରେ କହୁଛନ୍ତି ଦୁଇ ପୁତ୍ର କଶ୍ୟପ ପୂର୍ଣ୍ଣିମାଙ୍କ ମଧ୍ୟରୁ ଏଠାରେ ପୂର୍ଣ୍ଣିମାଙ୍କର ବଂଶଧର ବର୍ଣ୍ଣନା କରାଯାଇଛି। ଏ ବଂଶଧରଙ୍କର ବିଶଦ ବର୍ଣ୍ଣନା 6ଠ ସ୍କନ୍ଧରେ ଦିଆଯିବ। এই ଶ୍ଳୋକର ବର୍ଣ୍ଣନାରୁ ମଧ୍ୟ ଜଣାଯାଇଛି ଯେ ଦେବକୁଲ୍ୟା ଗଙ୍ଗା ଜଳର ଅଧିଷ୍ଠାତ୍ରୀ ଦେବତା ଏବଂ ଏ ଗଙ୍ଗା ସ୍ୱର୍ଗ ଲୋକରୁ ଏ ପୃଥିବୀକୁ ଆସିଛନ୍ତି ଏବଂ ଏହାର ଜଳ ବୋଲି ଗୁରୁତ୍ୱ, କାରଣ ଏହା ଭଗବାନ ଶ୍ରୀହରିଙ୍କର ପାଦପଦ୍ମକୁ ଧୌତ କରିଛି। पंद्रह नंबर श्लोक कहते अत्रि मुनिकर पत्नी अनुसया, सोम, दत्तात्रेय और दुर्वासा नामक 3टी अति यशस्वी पुत्र प्रसव करे। ସେମାନେ ଯଥାକ୍ରମେ ଶ୍ରୀ ବ୍ରହ୍ମା, ଶ୍ରୀ ବିଷ୍ଣୁ ଓ ଶ୍ରୀ ଶିବଜୀଙ୍କର ଅଂଶରେ ଆବିର୍ଭୂତ ହୋଇଥିଲେ। ସୋମ ଶ୍ରୀ ବ୍ରହ୍ମାଙ୍କର, ଦତ୍ତାତ୍ରେୟ ଶ୍ରୀ ବିଷ୍ଣୁଙ୍କର ଏବଂ ଦୁର୍ବାସା ଶ୍ରୀ ଶିବଜୀଙ୍କର ଅଂଶରେ ଆବିର୍ଭୂତ ହୋଇଥିଲେ। এই যে 3ଟି ସନ୍ତାନ ଜାତ ହେଲେ ଅତ୍ରି ଏବଂ ଅନୁସୟାଙ୍କ ଠାରୁ, এই ବିଷୟରେ ବିଦୁର ମୁନି ପ୍ରଶ୍ନ କଲେ। ତ ଏ ପର ଶ୍ଲୋକରେ ବିଦୁର ପ୍ରଶ୍ନ କଲେ। ଏଠି ବିଦୁର କୋଉଠି ଆସିଲେ ଏ ପ୍ରସଙ୍ଗ? ବର୍ତ୍ତମାନ ଆମେ ଯୋଉ ପ୍ରସଙ୍ଗ ଶୁଣୁଛନ୍ତି ବିଦୁର ଏବଂ ମୈତ୍ରେୟଙ୍କର ସମ୍ବାଦ ପ୍ରସଙ୍ଗ ଏଟା। ତେଣୁକରି ବିଦୁର ଶୁଣିକି ଯେତେବେଳେ ତାଙ୍କ ମନରେ ଡାଉଟ ଆସିଛି ସେ ସେଇଠି ପ୍ରଶ୍ନ କରିଛନ୍ତି, ପ୍ରଶ୍ନ କରିବେ। ବର୍ତ୍ତମାନ ବି ବିଦୁର ମୈତ୍ରେୟ ସମ୍ବାଦ ଚାଲିଛି। ଭାଗବତର ଆପଣ ମାନେ ଜାଣିଛନ୍ତି ବା ଶୁଣିଥିବେ, ଆପଣ ପ୍ରଭୁ ଆରମ୍ଭରୁ ଆମର ପ୍ରଭୁ ମାନେ ଶ୍ରୀପାଦ ଶାନ୍ତିକାନନ୍ଦ ଦାସ ପ୍ରଭୁଜୀ ଏବଂ ସେ ପାଦଶାହ ପ୍ରଭୁ ମାନେ ବହୁତ ବିଶେଷ କରି ପାଦଶାହ ପ୍ରଭୁ ବହୁତ ଶାସ୍ତ୍ରରେ ତତ୍ତ୍ୱଜ୍ଞ, ସେ ବହୁତ ହିଷ୍ଟ୍ରି ଆପଣ ପ୍ରଦାନ କରିଥିବେ। ତ ଭାଗବତର ବହୁତ ପରମ୍ପରା ଦେଖିବାକୁ ମିଳେ। ଗୋଟେ ହଉଛି ସଂକର୍ଷଣ ଭଗବାନ କହିଲେ ଚତୁର୍କୁମାରକୁ, ଚତୁର୍କୁମାର କହିଲେ ସନତ, ଚତୁର୍କୁମାର ମଧ୍ୟରୁ ସନତ କୁମାର କହିଲେ ସାଂଖ୍ୟାନ ଋଷିଙ୍କୁ, ସାଂଖ୍ୟାନ ଋଷି କହିଲେ ବୃହସ୍ପତି ଏବଂ ପରାଶରଙ୍କୁ, ବୃହସ୍ପତିଙ୍କଠୁ ଶୁଣିଲେ ଉଦ୍ଧବ ଏବଂ ଉଦ୍ଧବଠୁ ଶୁଣିଲେ ଦ୍ୱାରିକାର ମହିଷୀ ଏବଂ ପରାଶରଙ୍କଠୁ ଶୁଣିଲେ ମୈତ୍ରେୟ,
ବିଦୁର ଏପରି ଇଏ ଗୋଟେ ମାନେ ଶଙ୍ଖଠୁ ଯେତେବେଳେ ଆସିଲା ବୃହସ୍ପତି ପରାଶର, ବୃହସ୍ପତିଠୁ ଗୋଟେ ପରମ୍ପରା ଚାଲିଲା ଉଦ୍ଧବ ଦ୍ୱାରକା ମହର୍ଷି ସେପଟେ, ପରାଶରଠୁ ଚାଲିଲା ମୈତ୍ର ବିଦୁର ସମ୍ବାଦ ଏପଟେ। ଆଉ ଗୋଟେ ଅଛନ୍ତି ନରନାରାୟଣ କହିଲେ ନାରଦଙ୍କୁ, ବେଦବ୍ୟାସକୁ, ସୁଖଦେବ ଗୋସ୍ୱାମୀ, ସରସ୍ୱତୀ, ଯୋଉଟା ଆମର ଯୋଉ ପରମ୍ପରାଟା ଆମେ କହୁଛେ ଚାଲିଛି ନା ସାର୍, ଏଇଟା ଗୋଟେ। ତାପରେ କହିଲେ ଭଗବାନ କହିଲେ ବ୍ରହ୍ମାଙ୍କୁ, ଯୋଉଟା ଆମ ପରମ୍ପରା ବ୍ରହ୍ମବାଦୀ ଗୋଟେ ପରମ୍ପରା। ତାପରେ ନାରାୟଣ ମଧ୍ୟ କହିଛନ୍ତି ଶିବଜୀକି, ଶିବଜୀ ପାର୍ବତୀକି, ସେପଟେ ଗୋଟେ ପରମ୍ପରା ଚାଲିଛି। ତାପରେ ନାରାୟଣ କହିଛନ୍ତି ଲକ୍ଷ୍ମୀଙ୍କୁ, ଲକ୍ଷ୍ମୀ ତାଙ୍କର ଗଣ ମାନଙ୍କୁ କହିଛନ୍ତି। ଏହିପରି ବିଭିନ୍ନ ପ୍ରକାର ଭଗବତ ପରମ୍ପରା ଆମକୁ ପ୍ରାପ୍ତ ହେଉଛି। ଭାଗବତ ଏକାଧିକ ପରମ୍ପରା ରହିଛନ୍ତି, ଏଥିରେ କିଛି ସଂଶୟ ହେବାର ନାହିଁ। ଏବଂ 16 ନମ୍ବର ଶୋକରେ ବିଦୁର ପ୍ରଶ୍ନ କରୁଛନ୍ତି କଣ? ବିଦୁର ଉବାଚ ଅତ୍ରେ ଗୃହେ ସୁର ଶ୍ରେଷ୍ଠା ସ୍ଥିତ୍ୟୁତ୍ପତ୍ତ୍ୟନ୍ତର ହେତବଃ କିଞ୍ଚିତ୍ କି ସର୍ବଜାତା ଏତଦ୍ ଆଖ୍ୟାହି ମେ ଗୁରୁ। ଏହା ଶୁଣିଲା ପରେ ବିଦୁର ମୈତ୍ର ମୁନିକୁ ଜିଜ୍ଞାସା କଲେ, ହେ ଗୁରୁଦେବ, ବ୍ରହ୍ମା, ବିଷ୍ଣୁ, ଶିବ ଏ ତିନି ଜଣ ଦେବତା ଯେଉଁମାନେ ଜଗତର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ଧ୍ୱଂସକର୍ତ୍ତା ଅଟନ୍ତି, ସେମାନେ କିପରି ଅତ୍ରି ମୁନିଙ୍କର ସ୍ତ୍ରୀଙ୍କର ସନ୍ତାନ ହେଲେ? ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ଧ୍ୱଂସକର୍ତ୍ତା, ସଂହାରକର୍ତ୍ତା ହୋଇ ମଧ୍ୟ ଅତ୍ରିଙ୍କର କିପରି ପୁତ୍ର ହେଲେ, ଏ ବିଷୟରେ ସେ ପ୍ରଶ୍ନ କଲେ। ବିଦୁରଙ୍କର ଜିଜ୍ଞାସା ଯଥାର୍ଥ ଥିଲା, କାରଣ ସେ ଜାଣିଥିଲେ ଯେ ଯେତେବେଳେ ପରମାତ୍ମା ବିଷ୍ଣୁ, ବ୍ରହ୍ମା ଓ ଶିବ ଅତ୍ରି ମୁନିଙ୍କର ସ୍ତ୍ରୀ ଅନୁସୂୟାଙ୍କର ଜାତ ହେଲେ, ସେତେବେଳେ କିଛି ଗୋଟେ ମହା ଉଦ୍ଦେଶ୍ୟ ଅଛି। ତାହା ନ ହୋଇଥିଲେ ସେମାନେ କାହିଁକି ଏ ପ୍ରକାର ଭାବରେ ଆବିର୍ଭୂତ ହୋଇଥାନ୍ତେ? ଯେହେତୁ ମହାନ ଭଗବାନ ତିନି ଜଣ ନିଜେ ଆସିଛନ୍ତି, କିଛି ଗୋଟେ ବିଶେଷ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଆସିଛନ୍ତି, ତେଣୁକରି ସେ ପ୍ରଶ୍ନ କଲେ। ମୈତ୍ର ମୁନି ତାଙ୍କର ଉତ୍ତର ଏଠୁ ପ୍ରଦାନ କରୁଛନ୍ତି। 17 ନମ୍ବର ଶ୍ଲୋକ। मैत्रे उवाच ब्रह्मणा चोदित सुष्टा भर्तृब्रह्म विदांबरः सह पत्न्या जजावृक्षं कुलाद्रिं तपसि स्थितः। मैत्र मुनि कहले, अनुसया को विवाह करिया परे अत्रि मुनि को जेतेबेले श्री ब्रह्माजी प्रजा सृष्टि करने को आदेश देले, सेतेबेले अत्रि मुनि और ताहाक पत्नी कठिन तपस्या करने निमित्त रक्ष नामक कुलाचल को गमन। एठी हमको शिक्षा मिलुची जे तपस्या करके दरकार एवं सदाचार बा कल्चर शिक्षा मिलुची। आमे सुसंतान पाया पे आमे चाहूछंती, आमे तपस्या करिया, विवाह पूर्व भी तपस्या करिवे, विवाह पर भी तपस्या करिवे। अब ए मनुष्य जीवन टा जे तपस्या करिया पे, तपस्या करी भगवान पाया पे, भोगर कोटे चांस नहीं। जेहेतु मनुष्य भोग प्रवृत्ति तो आपण तेणुक विभिन्न प्रकार संकटर सम्मुखीन होती। ये जो कुलाचल पर्वत चित्रकूट पर्वत पाखे, यदि आपण मान भविष्य जाते चित्रकूट पर्वत, चित्रकूट जाते चित्रकूट 8-10 किलोमीटर दूर कुलाचल पर्वत आपण मान दर्शन करें। पचारे से साधु मान से कहीदे चित्रकूट, चित्रकूट पाखे। 8 नंबर कहते से पार्वत उपत्यकार निर्बोधा नामक एक नदी प्रवाहित हुई। कुलाचल पर्वत उपत्यकार निर्बोधा नामक नदी अच्छी। नदी कूल पृष्ठ परिपूरित अनेक अशोक और पलाश वृक्ष अच्छा। से स्थान सर्वदा जलप्रपात पतित बारी पतन शब्द निनादित होता है। पति पत्नी द्वय से सौंदर्यमय स्थान प्रतिष्ठा से तपस्या रखा है, तपस्या आरंभ। एक कहर मान हूँ जमी आम पाठ पढ़ा स्कूल जाऊे, खेल खेल पड़िया जाऊे,
से गोटे उपयुक्त स्थान उपयुक्त कार्य कराए सब स्थान सब कार्य संपादन करने संभव नुहे बा अनुकूल तेणुक आम किसी कार्य करने पूर्व आम स्थान टाक भी ध्यान देवा दरकार 19 नंबर कहते सेठारे महामुनि प्राणायाम अभ्यास द्वारा तांकर मन संयम कर समस्त आसक्ति को नियंत्रण कर केवल वायु भक्षण कर एक पादरे 1 वर्ष दंडायमान हो माने कठिन तपस्या कठोर तपस्या केवल वायु भक्षण कर गोटे एक पादरे गोटे गोड़े 1 वर्ष दंडायमान हो तपस्या तापर कहते से चिंता कले जे ए जगतर अधीश्वर मुझे श्रीहरिकर शरण ग्रहण कर से मत आत्मतुल्य अर्थात ठीक ताक भली एक पुत्र प्रदान कर भगवान को पुत्र रूप पाइबा चाहते भावातर प्रभुपाद महाराज प्रथम लाइन में कहते जना जाऊँगी महामुनि अत्रिकर भगवान के संबंध में निर्दिष्ट धारणा नथिले कहीं अवश्य से निश्चित भाव वैदिक तत्व जानी परम पुरुष भगवान अच्छा जे कि ब्रह्मांड सृष्टिकर्ता जहाँ सबकि उद्भूत जे कि सृष्ट जगत को परिपालन करती प्रलय पर समग्र भौतिक प्रकाश लीन हुए कहते तेणु से भगवान निज मन स्थिर कले एपरिक से भगवान नाम न जानी सुधा बर मागिले भगवान के तुल्य पुत्र भाव कर 3टा कारण प्रभुपाद लिखुं भावाचार्य से सृष्टिकर्ता पालन करता एवं प्रलय किंतु भगवान पर्टिकुलर भगवान विषय धारणा आकर नथिला किपर ना जानी नी प्रकृत भगवान किए से भावुले भगवान द्वारा सृष्टि होची भगवान द्वारा पालन करा भगवान द्वारा नाश होची प्रकृत भगवान किए से भावुले भगवान जो सृष्टिकर्ता पालन करता एवं संहारता ये 3 जन ही भगवान तेणुक 3 जन आसवे एक संग तार लिंक ये दौरान प्रभुपाद महाराज जपरिक आपण मैंने गीतार जानी चतुर्भुजा भजन्ते मान जना सुकृति अर्जुन आर्त जिज्ञासुर अर्थात ज्ञानी च भक्त 4 प्रकार लोक भगवान पाक आस आर्ति अर्थात ज्ञानी वर्तमान आम भगवान को जो बुझी पार्टी भगवान कहले कृष्ण स्पष्ट भाव कहते केवल प्रभुपाद कृपा प्रभुपाद शरणागत होता द्वारा आपण मैंने आज भी जब हिंदू सनातन सनातन समाज कहते हिंदू जगत पचारे भगवान किए कह काली भगवान किए कह संतोषी भगवान किए कह दुर्गा भगवान किए कह शिव भगवान किए कह गणेश भगवान आपण मैंने भल भाव जान आमे मैंने डाउट क्लियर है एकमात्र प्रभुपाद कृपा तेणुक ये जना जाउछि जे अत्रि मुनि जदिव एते बड़ महान मुनि तथापि से भगवान संबंध में पूर्ण ज्ञान नथिला 21 नंबर श्लोक कहते जितेबाला अत्रि मुनि अति कठोर तपस्या थे से प्राणायाम जो एक प्रदीप अग्नि मस्तिष्क अग्रभाग निर्गत है और त्रिभुवन प्रधान देवदात्र दर्शन कले अत्रिकर जो कठोर तपस्या थे मस्तिष्क अग्रभाग प्रदीप अग्नि प्रज्वलित प्रदीप निर्गत है त्रिभुवन प्रधान देवता माने प्रधान देवता माने 3 जन ब्रह्मा विष्णु महेश्वर देवता त्रय ब्रह्मा विष्णु महेश्वर दर्शन कले
ତାପରେ ସେ ସମୟରେ ଅପ୍ସରା ଲୋକ, ଗନ୍ଧର୍ବ ଲୋକ, ସିଦ୍ଧ ଲୋକ, ବିଦ୍ୟାଧର ଲୋକ, ନାଗ ଲୋକ, ଅଧିବାସୀ ସହିତ ତ୍ରିଦେବ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅତ୍ରିମୁନିଙ୍କ ଆଶ୍ରମକୁ ଯାତ୍ରା କଲେ। ଏହିପରି ଭାବରେ ସେମାନେ କଠିନ ତପସ୍ୟା କରି ଖ୍ୟାତି ଲାଭ କରିଥିବା ସେଇ ମହାମୁନି ଅତ୍ରିମୁନିଙ୍କ ଆଶ୍ରମ କରୁଥିଲେ। ମାନେ ସମସ୍ତେ ଅପ୍ସରା, ଗନ୍ଧର୍ବ, ସିଦ୍ଧ, ବିଦ୍ୟାଧର ଏବଂ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମସ୍ତେ ଅତ୍ରିମୁନିଙ୍କ ଆଶ୍ରମକୁ ଆସିଲେ। ତାପରେ କହିଲେ ମୁନି ଏକ ପାଦରେ ଦଣ୍ଡାୟମାନ ହୋଇଥିଲେ, କିନ୍ତୁ ସେ ତିନି ଦେବଙ୍କୁ ତାଙ୍କ ସମ୍ମୁଖରେ ଆବିର୍ଭୂତ ହେବା ଦେଖି ଏପରି ଖୁସି ହେଇଗଲେ ଯେ ବଡ କଷ୍ଟ ସତ୍ତ୍ୱେ ସେ ଏକ ପାଦ ସେମାନଙ୍କ ନିକଟ ଗମନ ଯେ ବହୁତ ଖୁସି ହେଲେ, ତାଙ୍କର ତପସ୍ୟାର ଫଳ ସେ ପାଇଛନ୍ତି ଏବଂ ଏତେ ଆନନ୍ଦିତ ହେଇଥିଲେ ଯେ ଯଦିଓ ଭଗବାନଙ୍କର ଏଇ ଯେ ତିନିଟି ମୁଖ୍ୟ ମାନେ ତିନି ଦେବତା ତାଙ୍କୁ ଦର୍ଶନ କରିବା ମଧ୍ୟ ସେ ତାଙ୍କର ତପସ୍ୟାରୁ ନିବୃତ୍ତ ହେଇନଥିଲେ, ସେ ଏକ ପାଦରେ ତାଙ୍କ ପାଖକୁ ଯାଇଥିଲେ। ତତ୍ପରେ ସେ ଅତ୍ରି ମୁନି ସେ ତିନି ଦେବତାଙ୍କୁ ସ୍ତୁତି କରିବାକୁ ଆରମ୍ଭ କଲେ। ସେ ତିନି ଦେବ ବୃଷ, ହଂସ, ଗରୁଡ ବାହନ ଉପରେ ବସିଥିଲେ। ବୃଷ ଉପରେ ଶିବଜୀ, ହଂସ ଉପରେ ବ୍ରହ୍ମା, ଗରୁଡ ଉପରେ ଭଗବାନ ବିଷ୍ଣୁ। ସେମାନେ ସେମାନଙ୍କ ହସ୍ତରେ ଡମ୍ବରୁ, କୁଶ, ଚକ୍ର ଭଗବାନଙ୍କର ରୂପର ବର୍ଣ୍ଣନା କରାଯାଇଛି। ମୁନି ଦଣ୍ଡବତ ପ୍ରଣାମ କରି ସେମାନଙ୍କୁ ସମ୍ମାନ କରୁଛନ୍ତି। ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଦଣ୍ଡ ଶବ୍ଦର ଅର୍ଥ ବାଢି, ଲମ୍ବା ବାଢି। ବତ ଶବ୍ଦର ଅର୍ଥ ହଉଛି ପରି। ଏକ ଗୁରୁଜନଙ୍କ ସମ୍ମୁଖରେ ବ୍ୟକ୍ତିଙ୍କୁ ଭୂମିରେ ଦଣ୍ଡ ଭଳି ପଡିଯିବାକୁ ହେବ ଏବଂ ଏ ପ୍ରକାର ସମ୍ମାନ ପ୍ରଦର୍ଶନକୁ ଦଣ୍ଡବତ ପ୍ରଣାମ କୁହାଯାଏ। ଭଗବାନଙ୍କୁ ଏପରି ସମ୍ମାନ ପ୍ରଦର୍ଶନ କଲା କହିଛନ୍ତି। 25ରେ କହୁଛନ୍ତି ତିନି ଦେବ ତାଙ୍କ ପ୍ରତି ଅତି କୃପାଳୁ ହୋଇଥିବାର ଦେଖି ଅତ୍ରି ମୁନି ଅତ୍ୟନ୍ତ ଖୁସି ହେଲେ ଏବଂ ସେମାନଙ୍କର ଶାରୀରିକ କାନ୍ତି ବା ଦୀପ୍ତିରେ ତାଙ୍କର ମୁନିଙ୍କର ଚକ୍ଷୁ ଝଲସି ଉଠିଲା। ସେଥିପାଇଁ ସେ କିଛି ସମୟ ଲାଗି ଚକ୍ଷୁ ମୁଦ୍ରିତ କରିଲେ। ଅତ୍ରି ମୁନି ଭଗବାନଙ୍କୁ ତିନି ଦେବତାଙ୍କୁ ଦେଖିଲେ ଏବଂ ଦେବତା ମାନେ ଖୁସି ଥିବା ଦେଖି ସେ ଅତ୍ୟନ୍ତ ଖୁସି ହେଲେ ଏବଂ ଭଗବାନଙ୍କ ଦିବ୍ୟ ଶରୀର ଯୋଉ ଜ୍ୟୋତି ବାହାରୁଥିଲା ତାଙ୍କ ଚକ୍ଷୁରୁ ଭଲସେ କିଛି ସମୟ ଆଖି ମୁଦ୍ରିତ କଲେ। 26-27 ଶ୍ଲୋକରେ କହୁଛନ୍ତି, ଦୁଇଟି ଶ୍ଲୋକର ଭାବାର୍ଥ ଏକା ସାଙ୍ଗେ କରିଛନ୍ତି। ଯେହେତୁ ତାଙ୍କର ଚିତ୍ତ ସେ ଦେବତା ମାନଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲା, କିନ୍ତୁ ତେଣୁ ସେ କୌଣସି ମଧ୍ୟ ପ୍ରକୃତିସ୍ଥ ହେଲେ ଏବଂ ବଧାଞ୍ଜଳି ହୋଇ ମଧୁର ବଚନରେ ବ୍ରହ୍ମାଣ୍ଡର ସେ ଦେବତା ମାନଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ। ମହାମୁନି ଅତ୍ରି କହିଲେ, ହେ ବ୍ରହ୍ମା, ବିଷ୍ଣୁ, ଶିବଜୀ, ମହାଶୟ, ଆପଣ ମାନେ ପ୍ରତି କଳ୍ପରେ ଏ ଭୌତିକ ପ୍ରକାଶର ସୃଷ୍ଟି, ସ୍ଥିତି ଓ ପ୍ରଳୟ ନିମିତ୍ତ ଭୂତ ପ୍ରକୃତିର ତ୍ରିଗୁଣକୁ ଗ୍ରହଣ କରି ତିନୋଟି ଶରୀର ଧାରଣ କରନ୍ତି। ବର୍ତ୍ତମାନ ଆପଣ ମାନେ ତାହା ହିଁ କରିଛନ୍ତି। ମୁଁ ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ସସମ୍ମାନ ପ୍ରଣାମ ଜଣାଉଛି ଏବଂ ମୁଁ ଜାଣିବାକୁ ଚାହେଁ ଆପଣମାନଙ୍କ ମଧ୍ୟରୁ କାହାକୁ ମୁଁ ଆହ୍ୱାନ କରିଛି। ଏଇଠି ସ୍ପଷ୍ଟ ହେଲା ତ। ସେ ବର୍ତ୍ତମାନ ଯଦିଓ ଭଗବାନଙ୍କ ଚାହୁଁଥିଲେ କିନ୍ତୁ କନଫର୍ମ ନଥିଲେ ଯେ ଭଗବାନ କିଏ। ସେ ନିଜେ କହୁଛନ୍ତି ଆପଣମାନଙ୍କ ମଧ୍ୟରୁ ମୁଁ କାହାକୁ ଆହ୍ୱାନ କରିଥିଲି, ମାନେ ସେ ଭାବିଛନ୍ତି ଯେ ମୁଁ ଜଣକୁ ଆହ୍ୱାନ କରିଥିଲି। ଭାବାର୍ଥରେ ପ୍ରଭୁପାଦ ମହାରାଜ ସ୍ପଷ୍ଟ ଭାବରେ ଆଲୋଚନା କରିଛନ୍ତି। ଲାଷ୍ଟକୁ ଦେଖନ୍ତୁ, ପୁରା ଦେଖିଛନ୍ତି। ଅବଶ୍ୟ ସେ ଏ କଥା ଭଲ ଭାବରେ ଜାଣିଥିଲେ ଯେ ସେମାନେ ସମସ୍ତେ କେବେ ହେଲେ ଜଗଦୀଶ୍ୱର ହୋଇ ନ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେହି ଜଣେ ହିଁ ଜଗଦୀଶ୍ୱର। ତିନି ଜଣ କେବେ ହେଲେ ଜଗଦୀଶ୍ୱର ହେଇପାରନ୍ତି ନାହିଁ, ହେଇପାରିବେ ନାହିଁ। ଜଗଦୀଶ୍ୱର କିଏ ସେ ଜାଣିପାରି ନଥିଲେ। ବେଳେ ବେଳେ ତ ଏଇ ପ୍ରସଙ୍ଗ ପଢିକି ମୋର ବି ମନରେ ପ୍ରଶ୍ନ ଆସେ, ଏତେ ବଡ ମୁନି ଋଷି, ଏତେ ବଡ ଭଗବାନଙ୍କର ଭକ୍ତ, ସେ କିପରି ଜାଣିପାରିଲେନି ଯେ ଭଗବାନ କିଏ ବା ଜଗଦୀଶ୍ୱର କିଏ। ଭଗବାନଙ୍କର ଲୀଳା ଠିକ ଅଛି। ଏ ଯୋଉ ଟିକେ ପୂର୍ବରୁ ଆମେ କହୁଥିଲେ ଯେ ବିଶେଷ କରି ଆମେ ମାନେ ଜାଣିଛନ୍ତି ପ୍ରଭୁପାଦଙ୍କର ଅହୈତୁକ କୃପା। ଏବେ ବି ଯଦି ଆମ ସମାଜରେ ପଚାରିବା ଭଗବାନ କିଏ କହିବ କାଳୀ ଭଗବାନ, କିଏ କହିବ ଗଣେଶ ଭଗବାନ। କିଛି ଲୋକ ତ ମଣିଷକୁ ଭଗବାନ କରି ପୂଜା କରୁଥିଲେ, ତୁଳସୀ ଦେଇଥିଲେ। ତେଣୁକରି ଇଏ ହଉଛି ମନୁଷ୍ୟ ସମାଜର, ହିନ୍ଦୁ କହୁଥିବା ସମାଜର ଲୋକଙ୍କର ଗତି। ତାପରେ କହୁଛନ୍ତି ତାଙ୍କ ଭଳି ଏକ ପୁତ୍ର କାମନା କରି ମୁଁ କେବଳ ଭଗବାନଙ୍କୁ ଆହ୍ୱାନ କରିଛି, କେବଳ ଭଗବାନଙ୍କୁ ଆହ୍ୱାନ କରିଛି। ଆପଣ ତିନି ଜଣ ଆସିଲେ, କେବଳ ତାଙ୍କୁ ହିଁ ଚିନ୍ତା କରିଛି। କିନ୍ତୁ ଯଦି ସେ ଏକ ମାନବର କଳ୍ପନାର ଅତୀତ, ତଥାପି ଆପଣ ତିନି ଜଣ ଏଠାକୁ ଆସିଛନ୍ତି। ବର୍ତ୍ତମାନ ଶେଷ କଥା ହେଲା, ଆପଣ ମାନେ କିପରି ଆସିଛନ୍ତି କୃପା କରି ମତେ ଜଣାନ୍ତୁ।
କାରଣ ଏଥିରେ ମୁଁ ବଡ ବିସ୍ମିତ ହେଇଥିଲି। ଅତ୍ରି ମୁନି ବି ଆଶ୍ଚର୍ଯ୍ୟ ହେଇଗଲେ, ମୁଁ ଜଣକୁ ଭଗବାନ ପାଖରେ 3 ଜଣ କାହିଁକି ଆଇଲେ, କଣ କାମ 3 ଜଣ? ସେଠୁ ମୈତ୍ରେୟ ମୁନି କହୁଛନ୍ତି, ମୈତ୍ରେୟ ମୁନି ମହାମୁନି ମୈତ୍ରେୟ କହିଲେ, ଅତ୍ରି ମୁନିଙ୍କ କଥା ଶୁଣି ସେ 3 ଜଣ ସ୍ମିତ ହାସ୍ୟ କଲେ। 3 ଜଣ ବ୍ରହ୍ମା ବିଷ୍ଣୁ ମହେଶ୍ୱର ହସୁଛନ୍ତି ଓ ସେମାନେ ନିମକ୍ତ ମଧୁର ବଚନ କହିଲେ। ବର୍ତ୍ତମାନ ସେମାନେ କହୁଛନ୍ତି, ଦେବା ଉଚିତ ଯଥାକୃତସ୍ତେ ସଂକଳ୍ପ ଭାବ୍ୟଂ ତେନୈବ ନାନ୍ୟଥା ସତ୍ସଂକଳ୍ପସ୍ୟ ତେ ବ୍ରହ୍ମ ଯଦ୍ ବୈଧ୍ୟାୟତି ତେ ଭୟମ୍। 3 ଦେବ ଅତ୍ରି ମୁନି କହିଲେ, ଅତ୍ରି ମୁନି କହିଲେ, ହେ ପ୍ରିୟ ବ୍ରାହ୍ମଣ, ଆପଣ ଆପଣଙ୍କର ସଂକଳ୍ପରେ ସିଦ୍ଧ ହୋଇଛନ୍ତି, ଆପଣ ଯେପରି ଭାବିଛନ୍ତି ସେହିପରି ହେବ, ଏହା ଅନ୍ୟଥା ହେବ ନାହିଁ। ଯାହାକୁ ଆପଣ ଧ୍ୟାନ କରିଛନ୍ତି ଆମେମାନେ ସେଇ ତତ୍ଵ ଏବଂ ଆମେମାନେ ସମସ୍ତେ ଆପଣଙ୍କ ପାଖରେ। ସେ 3 ଜଣ 3ଟା ତତ୍ଵକୁ ଧ୍ୟାନ କରିଥିଲେ, ପ୍ରଥମେ ଉପାଦ ଦେଖିଥିଲେ ଥିଲେ, ତେଣୁକରି 3 ଜଣ ଆସିଛନ୍ତି, ଯେ ଭଗବାନ ସୃଷ୍ଟି କରନ୍ତି, ପାଳନ କରନ୍ତି ଏବଂ ସଂହାର କରନ୍ତି। ଯେହେତୁ 3ଟି ତତ୍ଵ ବିଷୟରେ ସେ ଆଲୋଚନା କରିଥିଲେ, ତେଣୁକରି ସେ ଆସିଛି। ତ ଏଇଠି ସେକେଣ୍ଡ ପାରାଗ୍ରାଫ ଭାବାର୍ଥରେ କହୁଛନ୍ତି, ତେଣୁ ଆପଣଙ୍କ ସଂକଳ୍ପ ନିଶ୍ଚୟ ସିଦ୍ଧ ହେବ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ବ୍ୟକ୍ତିର ସଂକଳ୍ପ ତାର ଭକ୍ତି ନିଷ୍ଠା ଅନୁଯାୟୀ ସିଦ୍ଧ। ଆମେ କିଭଳିଆ ସଂକଳ୍ପ କରିବା, ଯେମିତି ପ୍ରଭୁପାଦଙ୍କର ବେଳେ ବେଳେ ବା ଆମ ପରମ୍ପରାର ଆଚାର୍ଯ୍ୟ ମାନଙ୍କୁ ଶୁଣିବାକୁ ମିଳେ, ପିଓର ଡିଜାୟାର ସିଓର ସକ୍ସେସ। ଶୁଦ୍ଧ ଅଭିଳାଷ ହବା ଦରକାର। ମୋର ଏଇ ଅଭିଳାଷ ବିଳାସ କୁଞ୍ଜ ଦିଅ ବାସ। ତୁଳସୀ ମାଳ ପ୍ରାର୍ଥନା ଆମେ ପ୍ରାର୍ଥନା କରୁଛୁ, ହରିବସ ଯୁଗଲ। ଆମର ଅଭିଳାଷ ଯଦି ଶୁଦ୍ଧ ହେବ ତ ନିଶ୍ଚୟ ଦିନ ନା ଦିନ ପୂର୍ଣ୍ଣ ହବ। ଏଥିରେ ଅଭିଳାଷ ଅନୁଯାୟୀ ଭକ୍ତର ଭକ୍ତି ସିଦ୍ଧ ହୁଏ, ଏଥିରେ ସନ୍ଦେହ ନାହିଁ। ତାପରେ କହୁଛନ୍ତି, ଆପଣ ଏପରି ପୁତ୍ରଗଣ ଲାଭ କରିବେ ଯେଉଁମାନେ ଆପଣଙ୍କର ଆମମାନଙ୍କ ଶକ୍ତିର ଆଂଶିକ ପ୍ରକାଶ ହେବେ। ଏଇ ବ୍ରହ୍ମା ବିଷ୍ଣୁ ମହେଶ୍ୱର କହୁଛନ୍ତି ଯେ ତମେ ଏପରି ପୁତ୍ର ପାଇବ ଯେଉଁମାନେ ଆମର ଆଂଶିକ ପ୍ରକାଶ ହେବେ, ଏବଂ ଆପଣଙ୍କର ସୌଭାଗ୍ୟ କାମନା କରିଥିବା ହେତୁ ସେ ପୁତ୍ରଗଣ ସମଗ୍ର ପୃଥିବୀରେ ଆପଣଙ୍କ ଯଶ କୀର୍ତ୍ତି ଗାନ କରିବେ, ପ୍ରସାର କରିବେ। ଯେହେତୁ ଆମେ ମାନେ ଆପଣଙ୍କର ସୌଭାଗ୍ୟ କାମନା କରୁଛୁ। ଉଚ୍ଚ ବ୍ୟକ୍ତି ବା ଗୁରୁ ବା ମହାନ ସାଧୁ ବା ଭଗବାନ ଯେତେବେଳେ ଜଣକୁ କୃପା କରିବା ପାଇଁ ଚାହାନ୍ତି, ସେତେବେଳେ ସେ ବ୍ୟକ୍ତି ଜଣକ ଯେତେ ପତିତ ହେଲେ ବି ତାର ଯଶଗାନ ଗୁଣ କୀର୍ତ୍ତନ ସମାଜରେ ସଂସାରରେ ବଢିଯାଏ, ପ୍ରଚାର ହେଇଯାଏ। ଯେପରି ତାର ଏକ୍ସାମ୍ପଲ ଆପଣ ମାନେ ସମସ୍ତେ ଜାଣିଛନ୍ତି, ସମସ୍ତେ ତ ବିଶେଷ କରି କଥାରେ ବି କୁହନ୍ତି, ରାମାନୁଚାର୍ଯ୍ୟ। ସନ୍ତୁଷ୍ଟ ପ୍ରଭୁ ମନେ ରଖିଥିବେ, ସେ ଯୋଉ ବେଶ୍ୟା ଆସକ୍ତ ନା କଣ ଥିଲା ତାଙ୍କ ନାଁ, ଯେ ବେଶ୍ୟାକୁ ଛତା ଦେଖେଇକି ଓଲଟା ଓଲଟା ଯାଉଥିଲେ ରଙ୍ଗିନୀ ଆଗରେ, ଧନୁର୍ଦାସ। ଧନୁର୍ଦାସ ତାଙ୍କୁ କୃପା କରିଥିଲେ ରାମାନୁଚାର୍ଯ୍ୟ। ମହାନ ସାଧୁ ବା ବୈଷ୍ଣବ ବା ଭଗବାନ ଯେତେବେଳେ ଜଣକ ପ୍ରତି କୃପା କରନ୍ତି, ସେ ବ୍ୟକ୍ତି ଅଟୋମେଟିକ ତାର ସମସ୍ତ ପ୍ରକାର ଐଶ୍ୱର୍ଯ୍ୟ, ଭକ୍ତି, ଖ୍ୟାତି ସବୁ ଏ ଜଗତରେ ବୃଦ୍ଧି ପ୍ରାପ୍ତ ହୁଏ। ତେଣୁକରି ଦତ୍ତାତ୍ରେୟ ଏଇ 3 ଜଣ ଭଗବାନ କହୁଛନ୍ତି, ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଯେହେତୁ ଆମେ ତମର ଆପଣଙ୍କର ସୌଭାଗ୍ୟ କାମନା କରୁଛୁ, ତେଣୁକରି ସେ ପୁତ୍ର ଗୁଣ ତମର ଯଶ କୀର୍ତ୍ତି ଗାନ କରୁଛୁ। ଏହିପରି ଭାବରେ ପତି ପତ୍ନୀ ଦେଖୁଥିବା ବେଳେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିଦେବ ଅତ୍ରି ମୁନିଙ୍କୁ ଇପ୍ସିତ ବର ପ୍ରଦାନ କରି ସେ ସ୍ଥାନରୁ ଅନ୍ତର୍ଧାନ ହେବେ। ତାପରେ କହୁଛନ୍ତି, ଏହାପରେ ବ୍ରହ୍ମାଙ୍କ ଅଂଶରୁ ଚନ୍ଦ୍ର ଦେବତା ସୋମଜାତ ହେଲେ, ବିଷ୍ଣୁଙ୍କ ଅଂଶରୁ ମହାଯୋଗୀ ଦତ୍ତାତ୍ରେୟ ଜାତ ହେଲେ ଏବଂ ଶଙ୍କରଙ୍କ ଅଂଶରୁ ଦୁର୍ବାସା ହେଲେ। ବର୍ତ୍ତମାନ ଅଙ୍ଗିରା ଋଷିଙ୍କର ପ୍ରଜାବର୍ଗ କଥା ମୋଠାରୁ ବର୍ତ୍ତମାନ ଏହି ଅତ୍ରି ଋଷିଙ୍କର 3ଟା ସନ୍ତାନ ଆସିଗଲେ, ସୋମ ବା ଚନ୍ଦ୍ର ଏବଂ ଦତ୍ତାତ୍ରେୟ ଏବଂ ଦୁର୍ବାସା। ଏବେ ତାଙ୍କର ବଂଶ ବିସ୍ତାର କଥା ଆଲୋଚନା କରନ୍ତୁ। ଆଉ ଅଳ୍ପ ଶ୍ଲୋକ 5 ମିନିଟ ନେଇକି ତାପରେ ଆମେ 50-55 ଖାଲି ବେଶୀ କିଛି ନାହାନ୍ତି, ବିଶେଷ ଖାଲି ଭାବାର୍ଥରେ ଅନୁବାଦରେ। ଅଙ୍ଗିରାଙ୍କର ପ୍ରତି ଶ୍ରଦ୍ଧା ସେ ସିନିବାଳି, କୁହୁ ଓ ରାକା ଓ ଅମତି ନାମରେ 4ଟି କନ୍ୟା ପ୍ରସବ କଲେ।
तो 33 नंबर श्लोक कहते वर्तमान पर्यंत आम अत्रि और मरीचि समय शुणिले वर्तमान अंगिरा विषय श्रवण करूँ अन्य 7 जन विषय ए वर्णना अच्छी श्रवण करूँ 34 नंबर श्लोक पाखापाखि 55 श्लोक पर्यंत कही ए 4टी कन्या व्यतीत आउ 2टी पुत्र थे जड़े उतथ्य नाम परिचय थे अन्य जनक पंडित बृहस्पति थे कहते पुलस्त्य पत्नी अभिभोग ठाकुर अगस्त्य नामक पुत्र जात कराइले अगस्त्य जन्मांतरे अर्थात जन्म पर जन्म द्रहाग्नि थे व्यतीत पुलस्त्य विश्रवा नामक अन्य एक अति शक्तिशाली महा तपा पुत्र मत जात कले विश्रवांग ठू आसवे रावण कुंभकर्ण तापर शकर 37 नंबर कहते विश्रवांग 2टी पत्नी हेले प्रथम पत्नी नाम इड़बिड़ा ठाकुर यक्षपति कुबेर जन्म हेले विश्रवांग पुत्र कुबेर एवं विश्रवांग द्वितीय पत्नी नाम केशिनी रावण कुंभकर्ण विभीषण मुनि पुलकर पत्नी गति सर्वश्रेष्ठ भरिया शैशव नामक 3टी पुत्र को जन्म देले एमाने समस्त महामुनि थे क्रतुकर पत्नी क्रिया 12 नामक 60,000 मुनि को जन्म देले ए मुनिगण दिव्य ज्ञान मार्ग में अत्यंत अग्रगति करते शरीर से ज्ञान आलोक द्वारा अत्यंत प्रकाशमान दीप्ति होते ये जो 12 बहुत छोट ए माने आंगुठी परि 8 इंच रूप माने अछंदे एवं सूर्यदेव रथ रे बसिक बुलुछन भ्रमण कर बालखिल्य ऋषि सूर्यदेव रथ रे बसिक भ्रमण कर शरीर बहुत छोट 8 इंच आंगुष्ठ पर समान महामुनि वशिष्ठ पत्नी ऊर्जा ठारू बेले बेले कथित अरुंधति ठारू जो ऊर्जा जी अन्य गोटे नाम अच्छे अरुंधति चित्रकूट प्रमुख 7टी विशुद्ध चरित्रवान पुत्र सप्तर्षि नाम विद्युत जात कराए 7 पुत्र नाम कौन सप्तर्षि नाम यथाक्रम चित्रकेतु सुरोचि विरजा मित्र उल्बण वसुभुजान और द्युमान जहाँकर वशिष्ठ अन्य पत्नी अन्य केतक यज्ञपति जन्म नाम करते 82 नंबर श्लोक कहते अथर्व मुनिकर पत्नी चित्ती दधिचंच नामक एक महान व्रत धारण कर दधिंच नामक व्रत धारण कर अश्वशिरा नामक एक पुत्र जात कले वर्तमान तुम्हें भृगु मुनिकर वंशधर कथा मोहन शुण भृगु मुनि विषय कहते महाभाग भृगु स्व पत्नी ख्याति गर्भ में धाता विधाता नामक 2टी पुत्र एवं श्री नामनी एक भगवत परायणा कन्या उत्पादन करते मेरु ऋषि आयति और नियति नामनी 2टी कन्या धाता विधाता को प्रदान करते धाता विधाता को ए 2 कन्या गर्भ में मुंडक और प्राण नामक 2टी पुत्र जन्म देले से पर उपनिषद जहाँ नाम मुंडक उपनिषद कराई कहते मुंडक ऋषि मार्केंडेय मुनि एवं प्राणक ठारू वेदशिरा मुनि जन्म है पुत्र उषुना शुक्रचार्य कवि नाम परिचित यही भाव में कवि भोगवंश अटन भोगवंश संक्षिप्त विस्तार आलोचना कर हे प्रिय विदुर यही मुनि मान वंशधर मान द्वारा एपरी भाव में ब्रह्मांड प्रजागण वृद्धि पाइले प्रकृत पक्ष एमाने समस्ते कर्दम मुनिकर कन्या मान जात होते जो व्यक्ति ए वंश विवरण श्रद्धा सहकारे श्रवण करती से समस्त पाप कर्म प्रतिक्रिया मुक्त हो जाती मनुकर प्रसूति नामक अन्य एक कन्या ब्रह्मांकर दक्ष नामक पुत्र को विवाह कले दक्ष पत्नी प्रसूति पद्म पुष्प सदृश चक्षुष अति सुंदरी 16टी कन्या जात कले 16टी कन्या के मध्य 3टी कन्या धर्म को प्रदान करागला 13टी एवं
गोटे कन्या अग्नि को प्रदान कले 49 50 51 52 चार्टा स्वतंत्र भाव एक संग बाकी थिबा दुई कन्या के मध्यरु जन को पितृगण को प्रदान करागला से सेठारे आनंद रहिले अन्यटी को पापी गण को संसार बंधन मोचन करथिबा से शिवजी को प्रदान करागला दक्षक जो 13टी कन्या धर्म को प्रदान करागला सेमानकर नाम यथाक्रमे देखिए श्रद्धा मैत्री धर्म को के विवाह कले दया शांति तुष्टि पुष्टि क्रिया उन्नति बुद्धि मेधा प्रतीक्षा श्री एवं मूर्ति ये 13टी कन्या निम्नलिखित पुत्रगण को जन्म देले 13टी कन्या क्या जन्म देले ना श्रद्धा शुभ नामक कन्या पुत्र मैत्री प्रसाद नामक पुत्र दया अभय नामक पुत्र शांति सुख नामक पुत्र तुष्टि मुद नामक पुत्र पुष्टि स्मय नामक पुत्र क्रिया चोग नामक पुत्र उन्नति दर्प नामक पुत्र वृद्धि अर्थ नामक पुत्र को मेधा स्मृति नामक पुत्र को तितिक्षा क्षम नामक पुत्र को ह्री प्रशय नामक पुत्र को जन्म दो समस्त कल्याण गुरु गुणग्राम उत्पत्ति स्थल मूर्ति भगवान श्री नरनारायण जन्म नरनारायण भगवान एक वंश आसिले तापर 53 नंबर पर श्री नरनारायण आविर्भाव समग्र जगत आनंदमय होता प्रत्येक मन शांत हो गला यहपरि भाव में चतुर्दिग वायु नदी पर्वत सकल आनंदमुखर हो जो 54 55 शकर कहते स्वर्ग लोक मानकर नाना वाद्य बाज्य नरनारायण भगवान आसिया फल समस्ते आनंद बाद्य बाजिला से स्वर्ग पुष्पपुष्टि कले शांत मुनिगण वैदिक मंत्र उच्चारण कले गंधर्व और किन्नर मान संगीत गान कले स्वर्गलोक सुंदरी युवती नृत्य कले यहपरि भाव में नरनारायण आविर्भाव समय समस्त प्रकार मंगल सूचना प्रकाश पाइला ठीक से समय ब्रह्मादि देवतागण स्तुतिगान कले ये देवता मान स्तुति आम आसंता क्लास रे आलोचना करवा एवं अध्याय 2 आसंता क्लास रे 2 3 तो अच्छी कोर्स ऑफ स्टडी रे गोटे क्लास रे पढ़ी आसते केते जीव लिखिया यहपरि भाव में आमर संक्षिप्त स्वयंभू मनकर प्रथम कन्याकर सृष्टि संक्षिप्त आलोचना करागला आसंता क्लास 56 शोक देवता माने कौन नरनारायण को कहते कौन प्रार्थना कर विषय शुणा और अध्याय 2 श्री शिवजी प्रति दक्षिण साप और अध्याय 3 अच्छी कोर्स गोटे क्लास देखिया जतियार जीव हरे कृष्ण कार कौन प्रश्न अच्छी आज विषय वस्तु पर समय 10 मिनट लेट है प्रभु जी ये तो खाली वंश विस्तार चलती प्रश्न कहीं रहिबो खाली तो वंश विस्तार ये वंश विस्तार कोर्स ऑफ स्टडी भी बहुत बहुत जल्दी खाली गोटे क्लास रे देवता मानकर स्तुति एवं अध्याय 2 3 दुईटा अच्छे देखिए सेमती किसी विशेष आलोचना विषय वस्तु नहीं ना किसी तत्व नहीं खाली वंश विस्तार ये तार जन्म ले विवाह के ठीक अच्छे जगत पुरुष प्रभुपाद महाराज की जय भगवान गुरुदेव की जय हरे कृष्ण आज्ञा प्रभु प्रभु जी जो 20 नंबर श्लोक कह भगवान परी गोटे पुत्र कामना करिया गोटे कामना बोली धरागला भगवान हेले शुद्ध पुत्र शुद्ध गुण ज्ञान विशिष्ट जन भगवान हो भगवान गुण जदि से कामना कहीं बोली कह 20 नंबर भगवान को पाया चाहिए भगवान पर पुत्र पुत्र कामना करते पुत्र का तुल्य पुत्र भगवान का तुल्य पुत्र कामना केते बड़े जिते बेले जनक मनर भावना आसे जे मोर वंश उद्धार है पूत नाम को नर्क उद्धार करने पुत्र से भाग्य ग्रहण तो से निजे भजन कर उद्धार पाई भगवान पाई पाता सारा जो सारा जीवन कृष्ण भावना मत लक्ष्य कौन जे आम भगवान जीवन स्वरूप कृष्ण नित्य दास भगवान नित्य सेवा और नित्य धाम प्राप्त हम तो से मार्ग हूँ भगवान भक्ति तो से निजे भक्ति करके भगवान प्राप्त हो पाता जेहेतु भगवान को
ପରେ ପୁତ୍ର ଚାହୁଁଥିଲେ ତେଣୁ ଏଠୁ ସ୍ପଷ୍ଟ ଭାବରେ ତାଙ୍କର କାମନା ଜଣା ପଡୁଛି ଯେ ସେ କିଛି ମାନେ ସେବା ଚାହୁଁଥିଲେ ନିଜ ମାନେ କୂଳ ପାଇଁ ହଉ ବା ନିଜ ପାଇଁ। ତେଣୁକରି ପରେ ଭବିଷ୍ୟତରେ ସେ ଉନ୍ନତ ଭକ୍ତ ମାନେ ଉତ୍ତମ ଭକ୍ତ ହେଇଥିବେ କିଛି ଏଥିରେ ସନ୍ଦେହ ନାହିଁ, କିନ୍ତୁ ସେ ପର୍ଯ୍ୟନ୍ତ ସେ ଉତ୍ତମ ଭକ୍ତ ହେଇନାହିଁ। ସ୍ପଷ୍ଟ କହୁଛନ୍ତି ଉତ୍ତମ ଭକ୍ତରେ ଗଣିତ ହେବେନି ବର୍ତ୍ତମାନ ସୁଦ୍ଧା। ତେଣୁକରି ସେ ଭଗବାନଙ୍କୁ ପୁତ୍ର କାମନା କରିଥିଲେ। ଏଇ କାମନାଟାକୁ ଭଗବତ କାମନା ରୂପେ ଗ୍ରହଣ କରାଯାଉ ନାହିଁ। न्यायविलास दर्शन यदि आसिला न्यायविलास दर्शन ज्ञान कर्मा जଣା हरे कृष्ण। हरे कृष्ण। ठीक अच्छे आगे किछ कहबे कि आसंता शुक्रवार क्लास हम। हरे कृष्ण। पतितानां पावनेभ्यो वैष्णवेभ्यो नमः। गुरुदेव प्रभुपाद की जय।